70-80 वर्ष तलर कथा ठीक कहीपर नहीं मु मन पकईकि मोर बड़ भाई आम नना बोली कहूँ मुठू प्रथम आगे गीत टिके शिखिली किंतु बड़ भाई चाहू ना मु गीत भितर जाए बोली से पाठ पढ़ाई चाहूले किंतु मुझे गीत एत सुंदर गीत मोर कंठ थिला आम गाँव में जी यात्रा पार्टी थे से मत लुचे लुचे गीत शिखाती से गोटे गीत शिखते से गाँव आम नाच पार्टी पिला माने धन जन जुक्ता भारत माता नम जम जननी श्रीपयुरे तांकरी प्रेरणा रे प्रथम के गीत रे पशिगली आम परिवारटा एक माने आम अंचल एक प्रतिष्ठित परिवार भगवान जन्म देइछन्ति ब्राह्मण कुल तेणु आमे गोटे संभ्रांत परिवार भावे आमे परिचित थिलु आम अंचल किंतु कहीदे आम परिवार एक सांगीतिक परिवार आम परिवार रे संगीत एवं पूजा पार्वण पाठ जानी यात्रा बहुत पूर्व अच्छी से दृष्टि आम परिवार बहुत समय गणेश पूजा हुए जाकजमक हुए 4 दिन धरी बहुत माने जाकजमक बर्तमान जो दुर्गा पूजा हो आम अंचल गणेश पूजा आमर देखापी बहु अंचल लोक आसते जानी यात्रा पूजा पार्वण ये लगी रही था कोइली पंडा बहुत भल गीत गाते प्रसिद्ध गायक थे से समय गीत पूजा पाठ ये सब गीत गाती से समस्ते वंशधर पंडा से समस्ते प्राय गीत गायते एवं ता पूर्व गौरहरि पंडा बोली जड़े थे से आम घर छाड़ी कलिकतार थे ब्राह्मण से एक कलिकतार प्रसिद्ध गायक थे संक्षेप कहले आम घर में संगीतर चर्चा पुरुष पुरुष धरी रही से गुण मो जन्म हेली जेहेतु मोर बड़ भाई आम नना बोली कहूँ आम अंचल बड़ भाई को नना बोली कहूँ से स्वर्गवासी हेले किंतु से अंचल से भी जड़े प्रसिद्ध गायक थे भल माने मध्यवर्तीकालीन गायक हिसाब से ननाकर मो बड़ भाई को ना एत जे मु गीत पशु पशिगली और आगे प्रथम शिक्षा कली मोर बड़ भाई जी संगीत शिक्षा कली किंतु बड़ भाई चाहू ना मु गीत भितर जाए बोली से पाठ पढ़ाई चाहूले कहीं आमर कहल तो बड़ एक जमीदार आमर से यात्रा पार्टी नना आरंभ कला मोर मन पड़ुची यात्रा पार्टी करने भितर आमरी घरे प्रति दिन प्राय 20-25 लोक खाती एमती हो धीरे धीरे आम आर्थिक दुरावस्था को गलु से कथा मन पड़े भारी दुख हम मोर मन पड़ू टंका धार खरच करा पड़ा से दुख लगुच बेले बेले गोटे थरे 7 एकर जमी गोटे गोटे थिला एरिया कौन चकन बोली गोटे कौन कहती से बिक्री हो गला एवं तापर पर नना मो बड़ भाई से संगीत को बहुत आदर कले नहीं
ଏବଂ ମୁଁ ଯେତେବେଳେ ସଙ୍ଗୀତ ପୋଷିବାକୁ ଚାହିଁଲି ସେତେବେଳେ ସେ ମୋତେ ତା ଭିତରେ ଦେଇଦେଲେ। କାରଣ ସେ ଅନୁଭବ କଲେ ଯେ ଏଇ ଯାତ୍ରାପାର୍ଟି କରିବା ଫଳରେ ମୋର ଏଇ ମାନେ ବହୁତ ଘରର ବହୁତ ଅବସ୍ଥା ଖରାପ ହେଇଗଲା। କିନ୍ତୁ ଦୈବଙ୍କର ବିଧିବିଧାନ ଅଛି। ସେଇ ବଡ଼ ଭାଇଙ୍କ ଠାରୁ ଗୀତ ଆରମ୍ଭ ହେଲା, ମୁଁ ଶିଖିଲି। ମୁଁ ସବୁ ବହିରେ ଦେଖିଛି ଏବଂ ମୋର ପ୍ରଥମ ଗୁରୁ ଥିଲେ ଯେ ଆମ ଗାଁରେ ଯିଏ ଯାତ୍ରାପାର୍ଟି ଥିଲେ ଦାମୋଦର ପଣ୍ଡା। ମୁଁ ତାଙ୍କରିଠୁ ପ୍ରଥମେ ଆଗେ ଗୀତ ଟିକେ ଟିକେ ଶିଖିଲି। ତ ନନା ଚାହୁଁନଥିଲେ, କିନ୍ତୁ ମୁଁ ଯେତେବେଳେ ଗୀତରେ ଏତେ ସୁନ୍ଦର ଗୀତ ମୋର କଣ୍ଠ ଥିଲା, ସେ ମୋତେ ଲୁଚେଇ ଲୁଚେଇ ଗୀତ ଶିଖାନ୍ତି। ସେ ଗୋଟେ ଗୀତ ଶିଖିଥିଲେ, ସେତେବେଳେ ଗାଉଥିଲେ ଆମ ନାଚ ପାର୍ଟିରେ ପିଲାମାନେ, ଧନ ଜନ ଯୁକ୍ତା ଭାରତ ମାତା ନମ ଯମ ଜନନୀ ଶ୍ରୀ ପୟୁରେ, ଏଥିରେ ନାଚ ହୁଏ। ସେଇ ଦାମୋଦର ପଣ୍ଡାଙ୍କଠୁ ମୁଁ କିଛି ଶିକ୍ଷା କଲି ଏବଂ ସେ ତାଙ୍କ ସମୟରେ ଯେ ପ୍ରକାର ଯେତିକି ଶିଖିଥିଲେ ସେଇ ଅନୁସାରେ ଗୋଟେ ରାଗ ରାଗିଣୀ ମଧ୍ୟ ଶିଖେଇଥିଲେ। ସେଥିରେ ସାରିଗାମା ଟିକେ ଟିକେ କଲେ ମୋତେ ବହୁତ ଭଲ ହେଲା। ସେ ମୋତେ ସବୁବେଳେ କହିଲେ ତୁ ସଙ୍ଗୀତ କଲେ ଭଲ ହୁଅନ୍ତା ଏବଂ ଶେଷରେ ନନାକୁ ମଧ୍ୟ କହିଲେ ୟାର ସଙ୍ଗୀତରେ ଭଲ ହେଉଛି। ତଥାପି ସେଇ ପାଠ ପଢ଼ିବା ଭିତରେ ସେ ଆମ ଗାଁ ଅଞ୍ଚଳରେ ସ୍କୁଲ ପାଠ ସାରିଲା ଭିତରେ ଯେତେବେଳେ ମାନେ କ୍ଲାସ୍ 7, 9th ଯିବାକୁ ଗଲି ବାହାରକୁ ପାଠ ପଢ଼ିବା ପାଇଁ, ମାନେ ଭଦ୍ରକ ବାଘୁରେଇ ପାଖକୁ। ଦୈବ ଯୋଗରେ ସେଇ ସମୟରେ କ୍ଷିତୀଶ ମହତଜୀ ଆମର ଏଠି କଟକରେ ଆପଣ ନାଁ ଶୁଣିଥିବେ, ସେ ଥାଆନ୍ତି ସେଠି ମାଷ୍ଟର। ମୋର ସେ ଗୀତ ଶୁଣି ମୈତ୍ର ତ ଶୁଣିଲେ ହେଉଛି ମାନେ ବଙ୍ଗାଳୀ ଭଦ୍ରଲୋକ, ମୋର ଗୀତ ସେ 2 ଥର ଶୁଣି ସବୁବେଳେ କହିଲେ ପାଲା ପାଲା তুই ପାଠ ପଢ଼େ କିଛି ଲାଭ ନାହିଁ, ତୁ ଯା ଗାନ ଗାଇବି ଯା। ମାନେ ସବୁବେଳେ ମୋତେ ଗୀତ ବୋଲି ମୋତେ ଜଣେ ଶିକ୍ଷକ କହୁଛନ୍ତି ଗୀତ ଗାଇବା ପାଇଁ, ଏଥିରେ ମୋତେ ଖୁସି ଲାଗେ। ଯାହା ହଉ ମୋର ତାଙ୍କରି ପ୍ରେରଣାରେ ମୁଁ ପ୍ରଥମେ ଆଗେ ଗୀତରେ ପଶିଗଲି। ଗୀତରେ ପଶିଲା ପରେ ଅନ୍ତତଃ ମୋ ନାଁ ଟିକେ ଟିକେ ଚାରିଆଡ଼େ ହେଲା। ଏବଂ ଦୈବ ଯୋଗରେ ଗୀତ ଶିଖିବା ପାଠ ପଢ଼ିବା ସାଙ୍ଗେ ସାଙ୍ଗେ, ପାଠ ପଢ଼ା ତ ବନ୍ଦ ହେଲା ଗୀତରେ ପଶିକିରି, ନନା ଶେଷରେ ବିରକ୍ତ ହେଇ କହିଲେ ତ ପାଠ ପଢ଼ିବା ପାଇଁ ତୁ ତ ଯାହା କରୁଛୁ କର। ଏବଂ ଆମ ଭାଇରା ଭାଇ ଗୋଟିଏ ଆମ ପରିବାର ଭିତରେ ଭଗବାନ ପଣ୍ଡା ବୋଲି ମୋର ନିଜ ବଡ଼ ଭାଇ ଯିଏ, ସେ ବିରକ୍ତ ହେଇକି କହିଲେ ଭଗବାନ ନନା ଏଇଟା ତ ପାଠ ପଢ଼ିଲେନି, ମୋତେ ମୁହଁ ଦେଖିବା ପାଇଁ ଚାହୁଁନି, ତମେ ତ କୋଉଠି ନେଇଯାଅ। ସେ ମୋତେ ଖୁବ୍ ଶ୍ରଦ୍ଧା କରନ୍ତି, ଗୋଟିଏ ପରିବାର ତ ଆମର। ଠିକ୍ ସେ ବି ଦୁଃଖ କଲା, କ'ଣ କରିବା ପିଲାଟା ତାକୁ ଗୀତରେ ପଢ଼ିବାକୁ ଇଚ୍ଛା କଲେ। ସେ ମୋତେ ସାଙ୍ଗରେ ନେଇଗଲେ। ସେ ଚାକିରି କରିଥାନ୍ତି ବାଉରିଆ କଟନ ମିଲ୍, କଲିକତାର ବାଉରିଆ କଟନ ମିଲ୍ ଗୋଟେ ଅଛି, ନେଇ ମୋତେ ସାଙ୍ଗରେ ନେଇଗଲେ। ଏବଂ ମାସେ 2 ମାସ ପରେ ସେ ଖୁବ୍ ଭଲ ଚାକିରିରେ ଥାଆନ୍ତି, ସେ ମୋତେ ଚାକିରି ଗୋଟିଏ କରେଇଦେଲେ। ଏବଂ କଟନ ସୂତା କଳରେ ବାଉରିଆ କଟନ ମିଲ୍ ତାର ନାଁଟା, ସେ କଟନ ମିଲ୍ରେ କାମ କରିବୁ। ମନେ ପଡ଼ିଲେ ସେ ଦୁଃଖ ଏବଂ ସେଦିନର କଥା ଏବଂ ସେ ସମୟରେ ସେ ଆନନ୍ଦ, ସେ ବି ସେ ମୋର ଆନନ୍ଦ ଥିଲା।
ମାନେ ସେ ବିଭିନ୍ନ ବିଭିନ୍ନ ପ୍ରକାର ଡିପାର୍ଟମେଣ୍ଟ ଅଛି ସବୁ ରେଭି ଡିପାର୍ଟ ସୂତା ଯେଉଁଠି ଯୋଡ଼ନ୍ତି ନାନା ପ୍ରକାର ବିଭିନ୍ନ ପ୍ରକାର ଇଏ ଅଛି ଏବଂ ଶେଷରେ ମୁଁ ସେଇଥିରେ ଚାକିରି କଲି। କଲିକତାରେ କିଛି ଦିନ ଚାକିରି କଲା ପରେ ପରିବର୍ତ୍ତନ ଆସେ ଜୀବନରେ ଏମିତି। ଆଉ ସେଇ ସମୟରେ କହିଦେଉଛି ସେଇ ବାଉରିଆରେ ଚାକିରି କରୁଥିଲା ବେଳେ କଲିକତାର ବିଭିନ୍ନ ବିଭିନ୍ନ ଅଞ୍ଚଳ ମାନେ ରିସିଡ଼ା ଖିଦିରପୁର ମାନେ ସବୁ ଖିଦିରପୁର ଏମିତି ଇତ୍ୟାଦି ବହୁ ଅଞ୍ଚଳରେ ଯେଉଁଠିକି ଯାଇ ଗୀତ ଗାଇବା କରୁଥିଲେ ତୁମେ ଏଇଠି ଆସିକି ରୁହ ଆମେ ଚାକିରି କରିଦେବୁ ବୋଲି। ସରସ୍ୱତୀ ମା କୃପାରୁ ଜଗନ୍ନାଥ କୃପାରୁ ମୁଁ ଯେଉଁଠିକି ଯାଏ ସେଠି ବହୁତ ଆଦର କରନ୍ତି। ଯାହା ହଉ ଏମିତି ଏମିତି ହେଇକିରି ସେଇ ବଉରିଆରେ ଥିଲାବେଳେ ମୁଁ ଥରେ ଗାଁକୁ ଆସିଥାଏ ଏବଂ ଆସିଥାଏ ଗାଁକୁ ମାନେ ଆମ ଗାଁରେ ଗୋଟେ ଯାତ୍ରା ହୁଏ 7 ଦିନ ଧରିକି ଯାତ୍ରା ଧରି ହୁଏ। ମୁଁ ଯାତ୍ରା କହିଥାଏ ତା ପୂର୍ବରୁ ମୋ ସାଙ୍ଗ ପିଲାମାନେ ଯେଉଁମାନେ ଥିଲେ ମୁଁ ତ ଗୀତ ଗାଏ ବୋଲି ଗାଁରେ ବି ଭଲ ପାଆନ୍ତି ସମସ୍ତେ। ସେ ସାଙ୍ଗ ପିଲାମାନେ କହିଲେ ତୁ ଆମେ ଗୀତ ଶୁଣିବା ପାଇଁ ଯାଉଛୁ ଆମେ ଶୁଣୁଛୁ ତୁ ସେଠି କଲିକତାରେ ରହି କ'ଣ ଗୀତ ଶିଖୁଛୁ। କଲିକତାରେ ଥିଲାବେଳେ ବି ମଧ୍ୟ ଗୀତ ଶିଖୁଥିଲି। ବହୁତ କିଛି ଓସ୍ତାଦ ଥିଲେ ତାଙ୍କର ମୁଁ ଯେତିକି ପାରିଛି କଲିକତାରେ ମଧ୍ୟ ଗୀତ ଶିଖିଛି ହିନ୍ଦୁସ୍ତାନୀ ସଙ୍ଗୀତ। ତୁ କ'ଣ ଏବେ କଲିକତାରେ ମଧ୍ୟ ରହିକି ଗୀତ ଶିଖୁଛୁ ମୁଁ ଟିକେ ଗୀତ ଶୁଣିବାକୁ ଚେଷ୍ଟା କର। ମୁଁ କହିଲି ମୁଁ ଯେଉଁ ଗୀତ ଶିଖୁଛୁ ନା ହଁ ତୁ ସେଇ ଗୀତ ଗାଇବୁ। ମୋ ସାଙ୍ଗରେ ବାଜା ବଜିବ କିଏ ସେ ବାଜା କେଉଁଠି ଆସିବ ମୁଁ କେଉଁଠୁ ଗାଇବି। ସେ କହିଲେ ଆମେ ସେ ବ୍ୟବସ୍ଥା କରିବୁ। ସେ ଯାଇକି ସେ ଯାତ୍ରା ମାଷ୍ଟରଙ୍କୁ କହିଲେ ଯାତ୍ରା ଯେ ଆମର ପିଲାଟିଏ ଗୀତ ଗାଇବ ଆମର ଟିକେ ହାରମୋନିୟମ୍ ସାହାଯ୍ୟ କରିବେ ଆଉ ଯିଏ ବାଜା ବଜାଉଛି ସେ ତାଙ୍କ ସାଙ୍ଗେ ଟିକେ ବାଜା ବଜାଇବେ। ୟା ଶୁଣିଲା ପରେ ଗାଇବାର କହିଲେ ଗୋଟେ ବାଜା ଦେଲେ। ସେତେବେଳେ ନାଁ କରା ମାଷ୍ଟର ଜଣେ ଥିଲେ ଖୋକା ମାଷ୍ଟର ଅନାଦି ଚରଣ ସାହୁ ନାମିକା ମାଷ୍ଟର ସେତେବେଳେ ଅନାଦି ସାହୁ ଖୋକା ମାଷ୍ଟରଙ୍କ ଗୋଟେ ସ୍ୱତନ୍ତ୍ର ନାଁ ଅଛି ଖୋକା ସାର୍। ସେ କହିଲେ କିଏ କଲିକତାରେ ଶିଖୁଛି କ'ଣ କଲେ ହଉ ବଜେଇବେ ଟିକେ। ମୁଁ ଗୀତଟିଏ ଗାଇଲି। ଯେଉଁ ଖେଳଟି ଗାଇଥିଲି ଭଗବାନଙ୍କ କୃପାରୁ अब तो सुनो मोरे ଲାଲ ଖେଳି ଢଙ୍ଗରେ ଗୀତ ଗାଇଲି। ସେଇ ଗୀତଟା ଏତେ ଭଲ ହେଲା ଯେ ଖୋକା ମାଷ୍ଟରେ ମୋତେ ପସନ୍ଦ କରୁନଥିଲେ। ପ୍ରଥମ କିଏ ଗୋଟେ ଗୀତ ଗାଇବେ। ପ୍ରଥମ ଦିନ ଗୀତ ଗାଇଲା ପରେ ସେ ପୁଣି ସେଇଠି ଦେଖିଲା ସେ କାଲି ସେ ପୁଣି ଗୀତ ଗାଇବେ। ସେ ନିଜେ କହିଲେ ଏଇ ପିଲାଟିକି ମୁଁ କାଲି ଆମେ ଗୀତ ଶୁଣିବା ପାଇଁ ଚାହୁଁଛୁ। ତାପରେ ଦିନ ଖୋକା ସାର୍ ଆସି ମୋ ପାଖରେ ବସିଲେ। ଆଉ ଗୋଟେ ଗାଇଲି ମାଲକୋଷ୍ଟରେ ଗୋଟେ ଗୀତ ରାଗ ଗାଇଲି। ସେତେବେଳେ ରାଗ କହିଲେ ସେ ଅଞ୍ଚଳ କିଛି ବୁଝୁନଥିଲେ। कोयलिया बोले अम्बू आँखी डार पर कोयलिया बोले अम्बू आँखी डार पर कोयलिया बोले अम्बू। ସେ ଗୀତ ଏତେ ଭଲ ହେଲା ସେ ଷ୍ଟେଜ୍ ଉପରେ ଖୋକା ସାର୍ ମୋତେ କୁଣ୍ଢେଇକି ବସିଲେ ଯେ ଓଡ଼ିଶାରେ ଗୋଟିଏ ଆମର ପିଲା ଏମିତି ଗୀତ ଗାଇଲେଣି ମୁଁ ବିଶେଷ କରି ସବୁଠାରୁ ଖୁସି ହୋଇଛି। ଯାହା ହଉ ଏ କଥାଟି ରାତିରେ ହେଲା
ରାତି ଅନିଦ୍ରା ହେଲେ କେତେ ଶୋଇପଡ଼ନ୍ତି, ପ୍ରାୟ ସମସ୍ତେ ଡେରି ପର୍ଯ୍ୟନ୍ତ। ମୁଁ ଯାଇକି ଶୋଇଛି ଟିକେ ଡେରି ପର୍ଯ୍ୟନ୍ତ 7-8ଟା ବାଜିଯାଇଛି। ମା ଆସିକି ଡାକା ପକେଇଲେ, ମୋତେ ଶୁକୁଟି ବୋଲି ଡାକନ୍ତି। ଶୁକୁଟି। ମୁଁ କହିଲି କ'ଣ ନା ଉଠୁ, ରାମବାବୁ ଡାକୁଛନ୍ତି। ରାମବାବୁ ମାନେ ଆମର ସେ ଯେଉଁ ଗାଁରେ ଜମିଦାରଙ୍କର ଜଣେ ଇଏ ଥିଲେ, ଯିଏ ଯାତ୍ରାପାଟି କରିଥିଲେ। ଆରେ ମା ରାମବାବୁ କାହିଁକି ମୋତେ ଡାକୁଛନ୍ତି? ତ ଯାଇକି ଦେଖେ ଯାଇକି। ମୁଁ ସେ ମୁହଁଟା ଖାଲି ଧୋଇ ପକାଇ ଯାଇକି ସମସ୍ତଙ୍କୁ ନମସ୍କାର କଲି। ନନା ବି ବସିଛନ୍ତି ଏବଂ ସେତେବେଳକୁ ମନେ ପଡ଼ୁଛି, ସେତେବେଳେ ତ ପ୍ଲେଟ୍ ନଥାଏ, ଏଇ ଗ୍ଲାସ୍ରେ, ଛୋଟ ଗ୍ଲାସ୍ରେ ଏମିତି ଆମ ପିଣ୍ଡା ଟିକେ ଯେଉଁ ପିଣ୍ଡା କହନ୍ତି, ସେତେବେଳେ ମାଟି ପିଣ୍ଡା ଥିଲା, ସେଥିରେ ମାଟି ଘର। ଆମ ଅଞ୍ଚଳରେ ସେତେବେଳେ ପକ୍କାର ପ୍ରଶ୍ନ ଉଠୁନଥିଲା। ଏମିତି 8-10ଟା ଗ୍ଲାସ୍ ଥୁଆ ହେଇଛି, ଚା ହେଇକି ଗୋଟେ ଏଇ ବଡ଼ ଡେକ୍ଚିରେ ଥୁଆ ହେଇଛି, ବେଶୀ ଖାଉଛନ୍ତି। କଥା ଉଠିଛି, ନନାକୁ, ବଡ଼ ଭାଇକୁ ସାରପାଟିର ନାଁ ଶୁଣୁଥିବେ, ଭାଇ ନାଁ ଥିଲା ସେତେବେଳେ। ସାରପାଟିରେ ଗଙ୍ଗାଧର ମହାପାତ୍ର ଥିଲେ ପ୍ରୋପାଇଟର, ତାଙ୍କରି ଦଳ। ଏ ରାମବାବୁଙ୍କୁ ଧରିକି ଗଙ୍ଗାଧର ବାବୁ ଯାଇକି ଆମ ସେ ପିଣ୍ଡାରେ ବସିଛନ୍ତି। ମୁଁ ଦେଖିଲି କ'ଣ, ସମସ୍ତଙ୍କୁ ନମସ୍କାର କଲି। ମୁଁ ଦେଖି ଆଶ୍ଚର୍ଯ୍ୟ ହେଉଥିଲି, କ'ଣ ଘଟଣା କ'ଣ ଏମିତି। ସେ ଖୋକା ମାଷ୍ଟର ଯିଏ ଥିଲେ ସେ ବି ଆସିଛନ୍ତି। ସେ ମୋତେ ହଠାତ୍ ଦେଖିଲେ ବନ୍ଧୁ, ମୋତେ ସମ୍ବୋଧନ କଲେ ବନ୍ଧୁ। ବନ୍ଧୁ ତୁମେ, ଆମେ ତୁମକୁ ସାରପାଟିରେ, ଭାରି ବଡ଼ ସେତେବେଳେ ଗୋଟେ ନାମୀ ପାର୍ଟି ଥିଲା, ଯେ ତୁମେ ସାରପାଟିକି ଯିବାକୁ ଆମେ ଆସିଛୁ ନନାକୁ। ନନା କହୁଛନ୍ତି ମୁଁ କିଛି ବି କହିପାରିବି ତା ବିଷୟରେ, ସେ ଯଦି ଇଚ୍ଛା କରିବି ଯାଉ, ନ ଯାଉ, ମୁଁ ଚାକିରି କରିବାକୁ କହୁନି। ମୁଁ ଏବେ ବି ଆଶା କରୁଛି ସେ ଭଲ ପାଠ ପଢ଼ୁଥିଲା, ଏବେ ପାଠ ପଢ଼ିଲେ ମୁଁ ଖୁସି ହେବି। କିନ୍ତୁ ଥରେ ପାଠ ଛାଡ଼ିକି ଆଉ ଥରେ ପାଠ ପଢ଼ିବାଟା ଉଚିତ ହେବନି ବୋଲି ବନ୍ଦ କଲି। ଟିକେ ବଡ଼ ହେଇଗଲିଣି, ଯେ ମୋ ସାଙ୍ଗରେ ଯିଏ ପାଠ ପଢ଼ୁଥିଲା ସେ ଯାଇକି ମେଟ୍ରିକ୍ ପାସ୍ କରି କେଉଁଠି ପହଞ୍ଚିଲେଣି, ମୁଁ ଆଉ ଭଲ ଲାଗିବନି। ସେ ଯାହା ହଉ, ମୁଁ ସାରପାଟିରେ ସାମିଲ ହେଲି ଏବଂ ମୋର ସାରପାଟିରେ କାମ ଥିଲା ଭଗବାନ ଶ୍ରୀ ଚାହାନ୍ତି ବୋଧେ ଏମିତି ହେଲା। ତାକୁ ସେତେବେଳେ କନସର୍ଟ ପାର୍ଟି ବୋଲି କହନ୍ତି, ଯାଇକି ବସିବ କନସର୍ଟ ପାର୍ଟି ହେବ। ସେଠିକି ବସିଲା ପରେ ମୁଁ ଯିବି ପ୍ରଥମେ ଆଗେ ଯାତ୍ରାରେ ଆରମ୍ଭ କରିବି, ଗୀତ ଗାଇବି। କିଛି ବେଶପତ୍ର ନାହିଁ, ଖାଲି ଗୋଟେ ସାଧାରଣ ଡ୍ରେସ୍ରେ ମୁଁ 2ଟା ଗୀତ ଗାଇବି, ବା ଦରକାର ପଡ଼ିଲେ 3ଟା ଗୀତ ଗାଏ। ବିଭିନ୍ନ ପ୍ରକାର ରାଗ ସବୁ ଗାଏ। ତା ଭିତରେ ହିନ୍ଦୀ ଗୀତ ସାଙ୍ଗରେ ଦରକାର ପଡ଼ିଲେ ଓଡ଼ିଆ ଭଜନ ଗାଏ, ହିନ୍ଦୀ ଭଜନ ଗାଏ। ରାମ ଜପୋ ରାମ, ସେ ପ୍ରକାରର ଗୀତ ଓଡ଼ିଶାରେ କେହି ଗାଉନଥିଲେ ସେତେବେଳେ। ରାମ ଜପୋ ବାମ ରେ, ରାମ ଜପୋ ରାମ ଜପୋ, ଘୋର ଭାବନୀରେ ନିଧି। ମୁଁ ଟିକେ ଖ୍ୟାଲ ଢଙ୍ଗରେ ଗାଇବା, ସେ ପ୍ରକାର ଗୀତ ଓଡ଼ିଶାରେ ଗାଉନଥିଲେ, କେହି ନଥିଲେ। ପ୍ରଥମ ଆଗେ ଆରମ୍ଭ ହେଲା ଏମିତି, ଘୋର ଭାବନୀରେ ନିଧି, ନାମ ଏକ ନାମ ରେ, ରାମ ଜପୋ ରାମ। ବହୁତ ପ୍ରଶଂସା, ମାନେ ଏଇ ପ୍ରକାର ନୂଆ ଗୀତ, ଏଇ ପ୍ରକାର ଢଙ୍ଗରେ। ମୋର ଡ୍ୟୁଟି ହେଉଛି କିଛି କାମ କରିବିନି, ମେକଅପ୍ ହେବିନି, ମୋ ଦେହରେ ପାଉଡ଼ର ଲାଗିବନି। ପ୍ରଥମେ 2ଟା ଗୀତ ଗାଇବି, ତାପରେ ଯିବି ଶୋଇବି କି ବସିବି, ଯାହା କରିବି।
ଯଦି ଭଗବାନଙ୍କ ଦୟାରେ ଥିଲା ସେତିକ, ଯଦି ଏ ଯାତ୍ରା କରି ଗୋଟେ କହନ୍ତି ଟିକେ ଷ୍ଟେଜ୍ ମର୍ଡ଼ର ହେଲା, ମାନେ ଟିକେ ଖରାପ ଲାଗିଲା, ଲୋକ ହଇଚଇ ଟିକେ ପାଟି କଲେ, କ'ଣ ମୋତେ କହିବ ଗୋଟେ ଗୀତ ଗାଇବା ପାଇଁ। ପୁଣି ଆଉ ଥରେ ଆସେ ଗୋଟେ 2ଟା ଗୀତ ଗାଏ। ଲୋକ ସବୁ ଚୁପ୍ ହେଇଯାନ୍ତି ଭଗବାନଙ୍କ ଦୟାରୁ। ମୁଁ ଗୀତ ଗାଇଲେ ଲୋକ ଚୁପ୍ ହେଇଯାଆନ୍ତି ଏବଂ ମଝିରେ ମଝିରେ ପଚାରନ୍ତି କିଛି ପ୍ରଶ୍ନ, ଏଇ ଗୀତ ସବୁ ଆପଣ କେଉଁଠି ଶିଖିଲେ କ'ଣ? ଯାହା ହଉ ଯାତ୍ରା ପାର୍ଟିରେ ଏମିତି ଗୀତ ଗାଇଲି ଏବଂ ସମୟ ଆସେ ସବୁ ବିଷୟରେ କିଛି କିଛି ପରିବର୍ତ୍ତନ ଘଟେ। ବୋଧେ 5 ବର୍ଷ ଖଣ୍ଡେ ମୁଁ ସେ ଯାତ୍ରା ପାର୍ଟିରେ ଏମିତି ରହିଛି କି 4 ବର୍ଷ ହବ। ଯାତ୍ରା ପାର୍ଟିରେ କେଉଁଠି ଗୋଳମାଳ ବାହାରିଲା ମାନେ କାହିଁକି କଥା କହିବି ଯେ ଏଇ ଧାନ କଟାକଟି ଟାଇମ୍ରେ ଗୋଟେ ବନ୍ଦ ହୁଏ, ଧାନ କଟିବାକୁ ଲୋକ ଯିବେ। ମୋ କହିବା ବନ୍ଦ ଥିଲା ଏଇଠି, ସେଇଟା କେନ୍ଦ୍ରାପଡ଼ା ଷ୍ଟେସନ ପାଖରେ 4ଟା, ଏମାନେ 3-4 ମିନିଟ୍। ମୁଁ ଅନେକ ସମୟରେ କେନ୍ଦ୍ରାପଦାକୁ ଆସେ, ସେଠି ଜଣେ ବୈରାଗୀ ବାବୁ ଦିନେ ଥିଲେ, ବୈରାଗୀ କ'ଣ ଗୋଟେ ଦୋକାନ ତାଙ୍କର ଗୋଟେ ଥିଲା ଷ୍ଟେସନାରୀ ଦୋକାନ। ସେ ଭାରି ସଙ୍ଗୀତ ପ୍ରିୟ ଏବଂ ସେ ଶାସ୍ତ୍ରୀୟ ସଙ୍ଗୀତ ଭଲ ପାଆନ୍ତି ଏବଂ ମୋତେ ସେ କେନ୍ଦ୍ରାପଦାରେ ମୁଁ ଗଲେ ଯେଉଁଠି ଖାଇବି ମାଗଣା ଖାଇବି, ଚା ସମସ୍ତେ ମୋତେ ଭଲ ପାଆନ୍ତି। ସେ ବୈରାଗୀ ବାବୁ ମୋତେ ସବୁବେଳେ କହନ୍ତି, ଗୋପାଳ ବାବୁ ତୁମେ ଏଇ ଯାତ୍ରା ପାର୍ଟିରେ ଗୀତ ଗାଇବା ନୁହେଁ, ତୁମେ ଯାଅ ଅନ୍ନପୂର୍ଣ୍ଣା ଥିଏଟର ଅଛି, ଯାଅ କଟକ, ଯାଅ କଟକରେ ରେଡ଼ିଓ ଅଫିସରେ ସେଠି ଚେଷ୍ଟା କର, କଟକରେ ଆମର ଆକାଶବାଣୀ ଥାଏ। ସେ ମୋତେ ସବୁବେଳେ କହନ୍ତି। ମୁଁ ଟିକେ ଟିକେ ଧୀରେ ଧୀରେ ବଡ଼ ହେଉଥାଏ, ସବୁ ବୁଝୁଥାନ୍ତି ଧୀରେ ଧୀରେ ଟିକେ। ଏଇ ଯାତ୍ରା ପାର୍ଟି ଯେଉଁ ସମୟରେ ବନ୍ଦ ହେଲା, ମୁଁ ଗାଁକୁ ଗଲି। ହଁ, କହିଲି ଗୋଟେ କଥା, ସେତେବେଳେ ମୋର ଦରମା ଥିଲା 70 ଟଙ୍କା ଯେତେବେଳେ ଯାତ୍ରା ପାର୍ଟିରେ ଥିଲି। ସେତେବେଳକାର 70 ଟଙ୍କାଟା ବର୍ତ୍ତମାନ କେତେ ହେବ ଆପଣ ହିସାବ କରିବେ, ବୋଧେ 700 ଟଙ୍କା କି ନିଶ୍ଚୟ ହେବ ବୋଧେ। ସେତେବେଳକାର 70। ମୁଁ ନନାକୁ ଟଙ୍କା ଦେଇଦିଏ, ନନା ଟଙ୍କା ମାଆକୁ ଦେଇଦିଏ, ମା ରଖନ୍ତି। ଏଇ ଯେଉଁ ଯାତ୍ରା ପାର୍ଟି ବନ୍ଦ ହେଲା ଯେଉଁ ଧାନ କଟାକଟି ଟାଇମ୍ରେ, ମୁଁ ଘରକୁ ଗଲି। ମୋର ସେ ମୁଣ୍ଡରେ ପଶିଲା ଯେ କ'ଣ କଟକ ଯିବ, ରେଡ଼ିଓ ଅଫିସ୍ ଯିବ, ଏମିତି କ'ଣ। ମୁଁ ନନାକୁ କହିଲି, ନନା ଏମିତି କ'ଣ ଏ ବୈରାଗୀ ଏମିତି କହୁଥିଲେ, ଯେଉଁ କେନ୍ଦ୍ରାପଦା ଏମିତି କହୁଥିଲେ, ମୁଁ ଟିକେ କଟକ ଯାଆନ୍ତି ରେଡ଼ିଓ ଅଫିସ୍, ଏମିତି କ'ଣ ହେଇଛି, କ'ଣ ଅନ୍ନପୂର୍ଣ୍ଣା ଥିଏଟର ଅଛି ଗୋଟେ, ସେଠିକି ଟିକେ ଦେଖେ। ତୋ ଇଚ୍ଛା ତୁ ଯାହା କରିବୁ କରିବୁ, କେତେ ପଇସା ଦରକାର କର। ସେତେବେଳେ ସମୟରେ ମୋତେ ସେ 100 ଟଙ୍କା ଦେଇଥିଲେ। ସେ ସବୁ 100 ଟଙ୍କା ବର୍ତ୍ତମାନ 1000 ଟଙ୍କା କରିବ। ମୁଁ କଟକ ଆସିଲି ଏବଂ ନନ୍ଦା ଆମର ଛାଡ଼ିଯାଉଛି, ଆମର ଗୋଟେ ରାଇସ୍ ମିଲ୍ ଥାଏ, ଛୋଟ ଚାଉଳ କଳ ଗୋଟେ ସେତେବେଳେ ଥାଏ ଗାଁରେ। ନନ୍ଦା ବଡ଼ ଭାଇ କଟକ ଯିବା ଆସିବା ସହିତ ଚାଉଳ କଳ ସମ୍ପର୍କୀୟ ଓଡ଼ିଶା ମଧ୍ୟରେ ଓଡ଼ିଶା ମେସିନାରୀ ବୋଲି ଗୋଟେ ଯେଉଁଟା ଥାଏ, ସେଟା ସେଇ ରାଇସ୍ ଫାଇସ୍ ଇଏ କରେ। ତାଙ୍କ ପାଖରେ ଯେଉଁ ବାବୁ ଥିଲେ, ସେ ତାଙ୍କୁ ଗୋଟେ ଚିଠି ଲେଖିଲେ ଯେ ଗୋପାଳ ଯାଉଛି, ତାକୁ ଟିକେ ସାହାଯ୍ୟ କରିବେ। ରାଧାନାଥ ମିଶ୍ର ତାଙ୍କର ଗୋଟେ ବନ୍ଧୁ ଥାନ୍ତି, ସେଇ ଓଡ଼ିଶା ମେସିନାରୀ କ୍ଲର୍କ ଗୋଟିଏ, ତାଙ୍କ ପାଖକୁ ଚିଠି ଲେଖିଲେ, ଗୋପାଳ ଯାଉଛି, ତାକୁ ଟିକେ କ'ଣ ସାହାଯ୍ୟ କରିବେ, ସେ କ'ଣ ଅନ୍ନପୂର୍ଣ୍ଣା ବୁଝିଗଲେ। ମୁଁ ରାଧାନାଥଙ୍କୁ ଦେଖା କଲି, ତାଙ୍କରି ଘରେ ସେ ମୋତେ ନେଇକି ରଖିଲେ ଏବଂ ତା ପରଦିନ ମୁଁ ଅନ୍ନପୂର୍ଣ୍ଣା ଆଡ଼େ ବୁଲି ଗଲି। ଅନ୍ନପୂର୍ଣ୍ଣା ଥିଏଟର ସେତେବେଳେ।
ଅନୁଭୂତି ସେଠି ଯାଇକି କଥା ହେଲି ଯେମିତି କିଏ ସେ କ'ଣ କରିବ ନା ମୁଁ ଏମିତି ଟିକେ ଚାକିରି କରିବା ପାଇଁ ତାଙ୍କର ବି ରଖନ୍ତି ସବୁ ଏମିତି ବି ବେଳେବେଳେ ମ୍ୟାନେଜର ଅଛନ୍ତି ରାଜକିଶୋର ମହାନ୍ତି ସେତେବେଳେ କ'ଣ ତୁମେ କରିବ କ'ଣ ଆକ୍ଟିଂ ଫାକ୍ଟିଂ କରିବ ମାନେ ମୁଁ ଟିକେ ଗୀତ ଗାଇବି ନା କ'ଣ ଗୀତ ଟିକେ ଗାଇଲା ମୁଁ ଟିକେ ଗୀତ ଗାଇଦେଲି ମମତା ଢଙ୍ଗର ଗୀତ ଗାଇଲି ସେ ବଡ଼ ଖୁସି ହେଲେ ସାଙ୍ଗେ ସାଙ୍ଗେ ଯାଇକି ନନ୍ଦବାବୁ ସେ କହିଲେ କାଲିକି ଆସିବେ ବୋଲି କାଲି ସକାଳେ 10ଟା ବେଳକୁ ଆସିକି ପହଞ୍ଚିବ ମୁଁ ଗଲି ସେଇ ରାଧାନାଥ ଯେଉଁଠି ରହିବା କଥା ରହିଲି 10ଟା ବେଳେ କ'ଣ ହୁଏ ଯେ ତାଙ୍କର ସେତେବେଳକାରେ ବଡ଼ ଆକ୍ଟର ଥାନ୍ତି ପ୍ରିୟନାଥ ମିଶ୍ର ସାମୁଏଲ ବାବି ସେ ହେଉଛି ବଡ଼ ମାନେ ବଡ଼ ଆକ୍ଟର ସେତେବେଳେ ସାରା ଓଡ଼ିଶାରେ ସେ ସମସ୍ତେ ଆସନ୍ତି ଆସିଲା ପରେ ଗୀତ ଯଦି କେଉଁ ନୂଆ ଆପଏଣ୍ଟମେଣ୍ଟ ପାଇଁ ସେଠି ଇଏ କରାଯାଏ ସେ ଯାହା ମୁଁ ସେଠି ଗୀତ ଗାଇଲି ସେ ଗୀତ ଭଲ ହେଲା ବୋଲି ତ ନିଶ୍ଚୟ ମୁଁ କହିବି ଯେ କେଉଁ ଗୀତ ସେତେବେଳକାର ଗୀତ ଏବେ ମନେ ପଡ଼ୁନି ଏବଂ ଗୀତ ବହୁତ ଭଲ ହେଇଗଲା ସମସ୍ତେ କହିଲେ ମୋତେ କହିଲେ ଯାଅ ବୋଲି ସମସ୍ତେ କଥାବାର୍ତ୍ତା ହେଲେ ଏଇ ପିଲାଟାକୁ ରଖିବାକୁ ଚେଷ୍ଟା ଏ ନିଶ୍ଚିତ ଭାବେ ଭଲ କରି ଲଗାଇବ ଏବଂ ସେଠି ଅନ୍ନପୂର୍ଣ୍ଣାରେ ଯିଏ ରହନ୍ତି ପ୍ରଥମେ ତାଙ୍କୁ କୌଣସି ଦରମା ଦିଆଯାଏ ଚାରଣା ପଇସା ଜଳଖିଆ ଖର୍ଚ୍ଚ ଦିଆଯାଏ ଆଉ ଖାଇବାକୁ ଦିଆଯାଏ ରହିବାକୁ ଗୋଟେ ଗରମ ଘରରେ ସମସ୍ତେ ରହନ୍ତି ଏବଂ ଭଗବାନଙ୍କ ଦୟାରୁ ମା ସରସ୍ୱତୀ ଦୟାରୁ ମୋ ଗୀତ ଏତେ ଭଲ ହେଲା ସମସ୍ତେ ଇଏ କରିକି ୟାକୁ ଦରମା ଦେଇକି ରଖିବାକୁ କହିବ ଏବଂ ଦରମା ମଧ୍ୟ ସ୍ଥିର କରାଗଲା 70 ଟଙ୍କା 30 ଟଙ୍କା ଅନ୍ନପୂର୍ଣ୍ଣାରେ ଏଠି ଥିଲା ଯାତ୍ରାପାଟିରେ ଥିଲା 70 ଟଙ୍କା ସେଥିରେ ବି କମ୍ ନୁହେଁ ମୋତେ ଖାଇବା ପିଇବାକୁ ଦିଆଯିବ ଘର ଦିଆଯିବ 30 ଟଙ୍କା ଦରମା ଦିଆଯିବ ସେ ନନ୍ଦବାବୁ ଦେଖିକି ସେ ଡାକିଲେ ପାଖକୁ ତୁମେ ଭଲ ଗୀତ ଗାଇଛ ସମସ୍ତଙ୍କ ଠାରେ ସୁପାରିଶ ଆସିଛି ଆମେ ତୁମକୁ ରଖିବାକୁ ଚାହୁଁଛୁ ଏବଂ ଆମେ ଅଧିକ ଦରମା ଦେଇପାରିବୁ ନାହିଁ ଆମେ କାହାକୁ ଦରମା ଦେଉନା କିନ୍ତୁ ତୁମେ ଆଜି ଆମକୁ କାମ ଦେବ ଆଉ ହାର୍ମୋନିୟମ ଯେମିତି ବଜାଉଛି ଆମର ବି ଦରକାର ତେଣୁ ତୁମେ ଆମକୁ ଶୀଘ୍ର କାମ ଦେବ ବୋଲି ସମସ୍ତେ ସ୍ଥିର କରିଛନ୍ତି ବସ୍ ପ୍ରଶଂସା କରି କହିଲେ ଯେ ତୁମକୁ ଏବେ 30 ଟଙ୍କା ଦରମା ଦିଆଯିବ ମାସକୁ ଖାଇବାକୁ ଦିଆଯିବ ରହିବାକୁ ଦିଆଯିବ 30 ଟଙ୍କା ଦରମା ଦିଆଯିବ କହିଲେ ମୁଁ ଖୁସି ହେଲି ମାନେ ନିଶ୍ଚୟ ରହିବାକୁ ତ ସ୍ଥିର କରିଛି ମୁଁ ସେଇ ଅନ୍ନପୂର୍ଣ୍ଣାରେ ତା ପର୍ଯ୍ୟନ୍ତ ସେଇ ଯେଉଁ ବିଛଣା ପଡ଼ିଥିଲା ଦେଇକି ଗଲି ତାପରେ ଘରକୁ ଆସିକି ପଇସା ଦେବି ବୋଲି ତାପରେ ଜୀବନଟା ଭିନ୍ନ ପ୍ରକାର ଆରମ୍ଭ ହେଲା ମୋର ବଦଳିଲା ମାନେ ଜୀବନଟାରେ ଏଠି ବଦଳିଲା ତା 2 ଦିନ ପରେ ମୋତେ ନେଇକରି ନ୍ୟାସନାଲ ମ୍ୟୁଜିକ୍ ଆକ୍ସନରେ ମଧୁ ସାର୍ ଦେଇକି ପହଞ୍ଚେଇଲେ ଏବଂ ପରିଚୟ କରିଦେଇଥିଲେ ମୋର ପ୍ରଥମ ଗୁରୁ ହେଉଛନ୍ତି ବିଧି ବାବଦରେ ଶିକ୍ଷା କରିବା ପାଇଁ କୁଣ୍ଡଳ ଆଦିନାରାୟଣ ଆୟନ କୁଣ୍ଡଳ ଆଦିନାରାୟଣ ହେଉଛନ୍ତି ମୋର ପ୍ରଥମ ଗୁରୁ ସେତେବେଳେ ଥାନ୍ତି ତାଙ୍କଠାରେ ମୁଁ ପ୍ରଥମ ଶିକ୍ଷା କରି ଏଇ ଯେଉଁ ବର୍ତ୍ତମାନ ଯେଉଁ ଗୀତ ଗାଉଛି ଯେଉଁ ଶାସ୍ତ୍ରୀୟ ସଙ୍ଗୀତ ଗାଉଛି ତାଙ୍କଠାରେ ଶିକ୍ଷା କଲି ତାପରେ ବର୍ଷକ 2 ବର୍ଷ ପରେ ଏଇ ଯେଉଁ ପରୀକ୍ଷା ଦିଆହେଉଛି ଆଜିକାଲି ସେଇଟା ପରେ ସିଷ୍ଟମ୍ ସେଠି ଥାଏ ତାପରେ ମୋର ସୌଭାଗ୍ୟ ଭାରତର ବିଶିଷ୍ଟ ଗାୟକ ଏବଂ ବିଶିଷ୍ଟ ଗୁରୁ ଏଇ ଯେଉଁ ପାଲୁସ୍କରଙ୍କ ଘରାନା ପାଲୁସ୍କର ହେଉଛନ୍ତି ବିଷ୍ଣୁ ଦିଗମ୍ବର ପାଲୁସ୍କର ଏବେ ଭିଡି ପାଲୁସ୍କର ଦିଗମ୍ବର ତାଙ୍କର ଏମିତି ନାଁ ଦିଆଯାଏ
ବାପ ନା ପୁଅ ନା ଏମିତି ଓଲଟା ହେଇକି ଦିଆଯିବ। ଏବଂ ତାଙ୍କର ଭାଇର ପୁଅ ଗୋବିନ୍ଦ ଚନ୍ଦ୍ର ପାଲୁସ୍କର ତାଙ୍କେ ସୌଭାଗ୍ୟବଶତଃ ତାଙ୍କର ଶିଷ୍ୟ ହେବାର ସୌଭାଗ୍ୟ ମୋର ଜୁଟିଲା। ତାପରେ ମୁଁ ପାସ୍ କଲି ଅଳଙ୍କାର ପାସ୍ କଲି। ଆମର ସବୁଠାରୁ ଡିଗ୍ରୀ ଗୋଟେ ଗୋଟେ ଅଛି। ପାସ୍ କରି ଯାଇକି ଅଳଙ୍କାର ପାସ୍ କଲି। ଅଳଙ୍କାର ପାସ୍ କରିସାରିଲା ପରେ ଏବଂ ସୁଯୋଗ ଆସିଲା ସମୟକ୍ରମେ ସଙ୍ଗୀତ ମହାବିଦ୍ୟାଳୟରେ ସେଇ ସମୟରେ କାଳୀଚରଣ ପଟ୍ଟନାୟକଙ୍କ ସହିତ ବହୁତ ପରିଚୟ ହେଇଥିଲା। କାଳୀଚରଣ ପଟ୍ଟନାୟକ ମୋତେ ବହୁତ ଭଲ ପାଉଥିଲେ, ମାନେ ବହୁତ ଭଲ ଗୀତ। ଗୋଟିଏ କଥା କହିବି, ଭଗବାନଙ୍କର ମା ସରସ୍ୱତୀ କୃପାରୁ ତାଙ୍କର ବହୁ ପରିଚୟ ହେଇଥିଲା। ଯେତେବେଳେ ସେ ଇଣ୍ଟରଭ୍ୟୁ ବାହାରିଲା ସେତେବେଳେ ମୁଁ ଆପ୍ଲାଏ କଲି ଏବଂ ମନେ ପଡ଼ୁଛି ଭିକାରୀ ବଳ ତା ନାଁ ଶୁଣିଥିବେ ତ ନିଶ୍ଚୟ, ସେ ମଧ୍ୟ ଆପ୍ଲାଏ କରିଥିଲେ। ଶାସ୍ତ୍ରୀୟ ସଙ୍ଗୀତ ଆଉ ଅନସାଧାରଣ ସଙ୍ଗୀତ ଭିତରେ ତଫାତ୍ କିଛି ଅଛି। ଯାହା ଇଣ୍ଟରଭ୍ୟୁରେ ମୁଁ ପାଇଲି। ଭିକାରୀ ବାବୁ ତାର ବର୍ଷକ 2 ବର୍ଷ ପରେ ଆସିଲେ। ମୁଁ ଏଇ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ହେଲି। ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ହେଇକି ଯେତେବେଳେ ଗଲି ଦେଖିବାକୁ, ସେତେବେଳଙ୍କର ସବୁ ମାଷ୍ଟର ଥାନ୍ତି। କିଏ ସେ? ନାଁ ଶୁଣିଥିବେ, ଆମର ପୁରୀର ସେତେବେଳଙ୍କର ଶ୍ରେଷ୍ଠ ଗାୟକ ସିଙ୍ଗାରୀ ଶ୍ୟାମ ସୁନ୍ଦର କର, ମାର୍କଣ୍ଡେଶ୍ୱର ମହାପାତ୍ର, ଏଇମାନେ ସବୁ ମାଷ୍ଟର ଥିଲେ। ନୃସିଂହ ଚରଣ ଖୁଣ୍ଟିଆ। ମୁଁ ଆସିଲା ପରେ ସେମାନଙ୍କ ପ୍ରାୟ ମାଷ୍ଟର ଭିତରେ ରିଟାୟାର୍ଡ଼ ହେଲା। ସେ ରିଟାୟାର୍ଡ଼ ପୂର୍ବରୁ ଇଣ୍ଟରଭ୍ୟୁ କରାଇକି ଆପଏଣ୍ଟମେଣ୍ଟ କରାଯାଇଥିଲା। ତାପରେ ଜୀବନ ପରିବର୍ତ୍ତନ ହେଲା। ମୁଁ ସେଠୁ ବର୍ଷେ ଖଣ୍ଡେ କରିକି ଦେଖିଲି ସେ ଯେଉଁ ଧରଣର ଗୀତ ହେଉଛି, ସେ ଆଉ ଆଜିକାଲି ସେ ଗୀତ ହେବନି। ରାଗ ରାଗିଣୀର ଆଳାପ ତାଳ କିଛି ନାହିଁ। ମୁଁ ଛୋଟ ଆଳାପ କେମିତି ଆଜିକାଲି ଯେଉଁ ମାନେ ପ୍ରଚଳିତ ଗୀତ, ସେତେବେଳେ ବହୁତ ମୋତେ ଥଟ୍ଟା ପରିହାସ କରିଥିଲେ। ଏ ଗୋଟେ କ'ଣ ଓଡ଼ିଶାରେ ଏମିତି ଗୋଟେ କ'ଣ ଆଳାପ କଲାଣି, ତାନ କଲାଣି, ଏମିତି ଗୋଟେ କ'ଣ କଲାଣି, ଭାରି ମାନେ ବହୁତ ପରିହାସ ପାଇଯିବ। ତଥାପି ଆଗେଇ ଚାଲିଲି। ଯାହା ହଉ ଜୀବନ ଆଗେଇ ଚାଲିଲା ଏବଂ ବର୍ତ୍ତମାନ ସ୍ତରରେ ଯେଉଁ ରାଗ ରାଗିଣୀ ସବୁ କଲି, ତାକୁ ମୁଁ ପ୍ରୟୋଗ କଲି। ଏଇ ଯେଉଁ ବର୍ତ୍ତମାନ ମୁଁ ଯେଉଁ ରଙ୍ଗ ବର୍ତ୍ତମାନ ଶାସ୍ତ୍ରୀୟ ଯାଉଛି ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ପାଇଁ, ସେଇଟା ହେଉଛି ତାର ପରବର୍ତ୍ତୀ କାର୍ଯ୍ୟ। ମୁଁ ଅଧ୍ୟାପନା କାର୍ଯ୍ୟ କଲା ଭିତରେ ପ୍ରତି 3 ମାସରେ 2 ମାସରେ କଲିକତା ଯାଇ ଗୀତ ଶୁଣିବା ଯାଏ। ଏବଂ ଗୋଟେ ଥର ଯାଇଛି, ଲାଗିକି ଗୋଟିଏ ଷ୍ଟେଜ୍ରେ 2 ଜଣଙ୍କର 2ଟା ଗୋଟେ ଆଜି ଏବଂ କାଲି ଭିତରେ ଭାରତର ସ୍ୱନାମଧନ୍ୟ ଗାୟକ ଯଶରାଜ, ମୁଁ ଯାଇକି ତାଙ୍କ ପାଖରେ କହିଲି, ଖୁସି ହେଲି। ତାଙ୍କର ଯେହେତୁ ପୁନେରେ ତାଙ୍କ ସହିତ ଭେଟ ହୁଏ, ମୋ ଗୁରୁଜୀଙ୍କ ମାଧ୍ୟମରେ, ତାଙ୍କ ଘର ସେଇ ପୁନେରେ, ଯେ ମୁଁ ଏମିତି ଅଧ୍ୟାପକ ହେଲିଣି। କ'ଣ ହସିଲେ, ଅଳ୍ପରେ କହୁଛି, ଏ 2 ଜଣ ହସିଲେ। ଆରେ କ'ଣ ସେ କହୁଛୁ ଅଧ୍ୟାପକ ହେଲୁଣି? ମାନେ ତାଙ୍କ ହିନ୍ଦୀରେ କହିଲେ ଏମିତି ରାଗ ସେମିତି ରାଗ। ଓଡ଼ିଶୀ ମେ ହାୟ କ୍ୟା, ଏହା କହିଥିଲେ। तुझे ओडिसी में कुछ करना है तो करो।
तुमको पदस्थिति के घराना का सुर में कुछ मिला, तुमको कुछ आइडिया भी मिल गया, राग क्या है। एक मैंने ओडिसी संगीत ପାଇଁ शास्त्र नहीं तो संगीत, शास्त्र कैसे होगा? शास्त्र नहीं होने से स्वतंत्रता अलग नहीं होने से ओडिसी शास्त्रीय संगीत कैसे गोटे से मतलब बहिर ना देले संगीत नारायण से तो कहले एक शास्त्र अच्छे संगीत नारायण से पाठ पढ़ बुझ से संगीत ओडिसी संगीतर स्वतंत्रता अच्छे से कहते ओडिसी संगीत राग रागिणी अलग अलग गान शैलीटा मतलब शुणु अलग अच्छी टे पढ़ापढ़ी कर हिंदी कहले सब मु कलिकता एक कथा शुणिक आसला परदिन मु गली परदिन माने आसिकी कलिकता एक कथा मोर मुंडे पशला गली जाइकी म्यूजियम गली किसी ओडिसी संगीतर संगीतर बहुत प्रकार बही अच्छे ओडिसी संगीतर हिंदी रे ओडिया नुहे से हिंदी रे लिखाई संस्कृत रे तापर जाइए खोजा को गली देखा कले सुपरिटेडेंट से नीलमणि मिश्र घर मध्य सौभाग्यवश भद्रक ठीक भद्रक जो काली होते हनुमान मंदिर पाखे उभय के प्रति जनाशुना है मुझे बही खोजी तुम घर कौटी इत्यादि बाजरे जे आम गोटे माने अंचल लोक भद्रक लोक से अजाचित्य क्षेत्र मत साहय कले एवं संस्कृत मुझे पंडित नुहे साहय देली निजस्व राग रागिणी बाहर करने नीलमणि मिश्र सहित कान्हूचरण महांती गौरी कुमार ब्रह्मा एम सहित संपर्क रक्षा करी आमर जो निजस्व शास्त्र अनुसरण से शास्त्रीय स्वीकृति पाइबापी जहाँ जहाँ दरकार मुझे अनुसंधान करके जानिली ये लेखा लेखि आरंभ है यू प्रथमे तीर्थानंद महांती जी कटकर सी आसिले कौन गोटे कौन बुझापी एवं से अनुरोध कले जे आप लेखा लेखि करूँ शास्त्र गीत से शास्त्र गीत कहले बुझुते राग रागिणी से राग रागिणी विषय बुझा भितर आसते से कहले आप लेखा लेखि करूँ जहाँ दरकार पड़े मुझे साहय करी प्रथम से लेखा लेखार साहय करते आम कीर्तन नारायण पाणी तो चाकरी करते से प्रथम अनेक साहय कर तीर्थानंद महांती पुरातन शास्त्र अध्ययन करी से राग रागिणी से सूत्र विशेष करी ओडिसी संगीत विषय कौन कौन कौटी अच्छी अच्छी यही मुझे अध्ययन कली एवं प्रथम तो कही सारी से कथा नीलमणि मिश्र से था केदारनाथ गवेषणा केन्द्र से बहुत साहय कर बहुत अध्ययन मत से बहुत साहय कर कही सारी से मु कान्हूचरण महांती गौरी कुमार ब्रह्मा कान्हूचरण मिश्र भगवान पंडा एम सब बसईकि मु 5-6टा आलोचना चक्र कर 5-6टा ना अंत 4-5टा हम आलोचना चक्र जे मुझे बही जब लिखुची से निर्भुल हो अवश्य ये पंडित मान सब गौरी कुमार ब्रह्मा बहुत साहय कर बही मो बही से जहाँ लिखी तो अमूल्य मो आप पढ़े जदि पाती सुविधा
एमाने मते समस्ते भल पाई मो ज्ञान नुहे ये समस्त ज्ञानर एक माने समष्टि मु जहाँ पचार मुझे कहबी मु जहाँ कहे या ठीक कि या ठीक कि जो मैंने जो मैंने पद बसुँच जहाँ जहाँ ना कहदी से हाँ ये ठीक यार अर्थ या जो अर्थ भूल थाए नहीं सिद्धांत करती आ बहुत खुशी होती जे तुम गोटे ये ओडिशा रे काम कर जाऊँ जिते बड़े जहाँ डाक साहय कर 5-6 बही लिखाई शह शह प्रबंध लिखी आ गोटे पत्रिका मुझे से बेसी चली पारा नहीं कई लेखा देले से कई लेखा लिखी जान नी मु अंतत 50 वर्ष कथा कहबी जहाँ मु आनंद पाई एवं मोर शक्ति मत जो अर्थ आवश्यक ताकू मोर परिवार मध्य से किसी दुख करना सब कर अन्नपूर्णा मु जो प्रथम गीत परिचय है मोर लोक जानिले से स्वरबद्ध से करते मोर बही आप जानापी तादेह बहुत जिन जापर नेबे नेबे प्रथम गीत मो ना करी मनुआ मन पड़ुची टे मनुआ रे कविचंद्र काली पट्टनायक गीत बालकृष्ण दास स्वर कि सुख ए आखि थाई रे मनुआ कि सुख ए आखि थाई मेला नेत्र तोर खोली कर देख ये गीत मन पड़ुनी ये गीत रे मु ना करी लोक 3 थर शुणापी ये गीतटा को एवं ये गीत को अन्नपूर्णा रंगमंच मत 3 थर गाइबा बाध्य बोले मुझे गाई पारि कही भगवान जगन्नाथ कृपार सबू जे अनुरोध ये गीतटा आउे गाँतु ये गीतटा गाँव कहे जो दिन 3 थर कहले मैं दयाकारी मुझे गाइबी मत कही गाई होनी ये गीत टे चढ़ा गीत बहुत संपर्क गुरु शिष्य संपर्क और बंधु संपर्क से चाकरी करते गोटे पाखे मुझे गोटे चाकरी करती गोटे चाकरी दिन गोटे दिन एपट सेपट मु प्रथम दिन जॉइन करी से द्वितीय दिन जॉइन करते मुझे जाइए किंतु मु इच्छा करी हेड ऑफ द डिपार्टमेंट दिया ये सार था तो मु हेड हवा उचित नहीं मुझे मन कर अना बेल क्या सहर क्या सांगे गोटे कथा समस्त जाने लुचेक मैंने सी टे पियापी करुले या व्यतीत मूल्यवान मनुष्य जड़े शत्रु तक कहीं ना अजात शत्रु से मोर बालकृष्ण दास जड़े लोक शत्रु बोली कहीं ना प्रफुल्ल कर मत गोपाल बाबू डाके मुझे प्रफुल्ल बोली कहे सी मत गोपाल कर एका सांगे पाए वर्षे बड़ जे बोधे बड़ मुझे वर्षे जे आम एकदम भाई भाई कथबार्ता हो विजय महांती अजित दास से मत सम्मान दिखती आहरी गोटे सुख मोपाई सबु विभागर छात्र छात्री माने ड्रामा विभाग छात्र छात्री माने मत बहुत सम्मान दिखती बहुत मत भल पाती सबु विभागर छात्र छात्री माने मत बहुत सम्मान दिखती निजर बोली भावती ये बेसी खुशी जे सबु विभागर छात्र छात्री मैंने मत मत श्रद्धा करते सम्मान दिखती या सुख मोर कौन ये बड़ बड़ गायक समस्त गीत को भल लगे मत भल लगे सरापत हुसैन खाँ मुझे शिखापी चाहिए गोटे आप्लाय करेंगे सराफ हुसैन खाँ निसार हुसैन खाँ बुढ़ा गुलाम अली खाँ एम गीत सब मत बहुत भल लगे
इंद्राणी रहमान ना शुणुथे आपण इंद्राणी रहमान सहित मो पूर्व थरे जाइए सागर गीत गाँव नृत्य सहित गीत गाँव बालकृष्ण सार थरे जाइए किंतु से बाहर बुलाबुली कर जो कष्ट सार कर कहना मुझे से हेल्प देखिए इंद्राणी रहमान सागर मुझे सी मत कोड़े बस दूसरे स्थान भाई भाया मत कोड़े बस गुआड़े गले समस्त देश मध्य अमेरिका लंडन कौन रशिया मुझे ये सी जो से इंद्राणी रहमान हूँ प्रथम व्यक्ति प्रथम भद्र महिला ओडिसी संगीत को से विश्व स्तर में परिचय करेले से जो मुझे जाइए अल्प दुईटा तीन टा जगह अच्छी मुझे पारे कौन कौन असुविधा है ता ना देश विदेश जर्मन जापान इंग्लैंड आर्मान सब जगह सागर से जुआड़े जाइए सियाड़े जाइए रघुनाथ पाणिग्राही संयुक्ता ये आम घर घर भाई पुओ को ऊपर नहीं संयुक्ता गीत शिखापी छड़ा ये जो बड़ पुओ हाँ बाबू सी मो पाखे गीत शिखापी छाड़ा सी कि दिन शिखला चॉइस जहाँ गीत गाइला गाइला मोर हो जाए बहुत मोर रघुनाथ पाणिग्राही मुझे एकदम माने बहुत खोलाखोली कथबार्ता हूँ आ संयुक्ता पाणिग्राही मत सारे बोल कहे संजू को संजू बोलू कहे सी मत सार बोल कहे बहुत सम्मान दिखती बहुत श्रद्धा करती आम उभयों भितर यार संजोग तो केळु महापात्र जी प्रथम से आमर केळु भाई अन्नपूटे केळु भाई सागर एवं देवप्रसाद दास प्रथम देखा अन्नपूटे मुझे केळु भाई सी मत गोपाल बोलिया करती एवं संजोग समिति है पेटिन साइड केळु भाई सहित मुझे लक्ष्मी भाज माने भात रांधे आम खाऊ दी भाई थी अनेक समय ये बेले माया राउत जी दिल्ली जो अच्छी सी केळु भाई घर को आसे बेले बेले केळु भाई हूँ केळु भाई आमर केळे महापात्र से बर्तमान जा कौटी कौन पहुँची तो आमर से केळु भाई मु केळु भाई बोली कहे से बोले गोपाल बोली कहे मु विवाह हेबी नहीं बोले स्त्री करते आगुरी बहुत दिन पूर्व आप जहाँ पचार गोटे गोटे बाहर भूलीगला कथा बड़ भाई नना से जाकि कन्या देखिकी गोटे श्रेष्ठ जगह सिद्धांत करके गोटे मुदी दे देते सिद्धांत कर मत कह मुदी दे आसी मुझे नहीं स्थिर करी ये समस्त को आम गाँव जो नाहक आसुँच प्रफुल्ल नायक दुर्फुल्ल मैंने मु पैसा देकी ये सब जगह जातक मिसु नहीं से मैंने कहे माने मु अबाहित रही शेष मु मानुचे दैवंकर एक जुग अच्छी नना कहले मु आत्महत्या करी गोपाल जदि बाहर न हम मुझे जीवन हारिदेवी से जो कहीं मोर परिवर्तन आसला कौन एत झमेला करके लाभटा हो नना मु बाहर आप देख सी जाते तापर कौन है देखु से जाते ये जो रामचंद्र महांती कहली ये से जाते मोर भाई भाया कुश भाई नंदा संगात सी जाते गाँव किसी लोक जाते गरदपुर बर्तमान भद्रक गरदपुर मो जो बाहली जो देखिकी घर देखी खाई सब ठीक ठाक करके आसला पुणी जो नाहक पुणी से पकड़ आम मन कर जातक पढ़ुनी अमुक कौन से गोटे कहते कौन कौन राक्षस कौन ना काश कौन एमती गोटे कौन से कल मैंने पैसा दे
ଗୋଟିଏ ସମୟରେ ମୋର ବଡ଼ ପୁତୁରା ଗୋଟିଏ ତାର ବ୍ରତଘର ହେଉଥାଏ। ସେ ବ୍ରତଘରକୁ ମୁଁ ଯାଇଥାଏ। ମୋର ଭିଣୋଇ ଜୁଣିଆପାଳ ବୈକୁଣ୍ଠନାଥ ପାଣି ଭିଣେଇ ଖୁବ୍ ବଡ଼ ଘର, ବଡ଼ ଇଏ, ଆମ ଘରର ଖୁବ୍ ଭଲ ଇଏ, ସେ ଆସିଥାନ୍ତି କାହିଁକିନା ପୁତୁରାରେ ବ୍ରତଘର ହେଉଥାଏ। ଏ ବାହାଘର ପ୍ରଶ୍ନ ଉଠିଲା। ସେଇ କଥା ଉଠୁ ଉଠୁ ଜାତକ ପଡ଼ିନେ ବୋଲି ସେ କହୁଛି ଜାତକ ଏଇ ଜାତକ ବୋଲି ତାକୁ ମନା କରିଦେଇଛି। ସେ କହିଲେ ଶଳା ଏକ ରାସ थे କ'ଣ ଜାତକ ଫଳ ଜାଣନ୍ତି? ଏକ ରାସ ଆଉ ଗୋଟିଏ ରାଶି ମୋ ସ୍ତ୍ରୀର ଯେଉଁ ରାଶି ମୋ ସେଇ ରାଶି ଏକ ରାଶି ଭବ ଯେଉଁଠି ସେଠି ରାଜଜଟକା ଆଉ କିଛି ଦେଖାଯାଏନି। ଶଳା ସାଙ୍ଗେ ସାଙ୍ଗେ ଲୋକ ପଠା ତାକୁ ହଁ ବୋଲି କହିବା ପାଇଁ। ଏବଂ ଯୋଗ ତ ସେଇ ସମୟରେ ଏବେ ମୋର ଯେଉଁ ବଡ଼ ଶଳା ସେ ଆସିଥାଏ। ତାର ଦୁଇ ଦିନ ପରେ ପରଦିନ ପରେ ସେଇ ବ୍ରତଘରରେ ମୁଁ ଥାଏ। ନାଇଁ ଠିକ୍ ମନେ ପଡ଼େ ବ୍ରତଘରରେ ବୋଧେ କଟକ ଆସିଥିଲି। କଟକ ଆସିଥିଲି ଏବେ ସେ କହିନି ବୋଧେ ଏପର୍ଯ୍ୟନ୍ତ। ଆମର ଗାଁରୁ ଏ କିଶୋର ଭାଇ ଅମୁକ ରାମଚନ୍ଦ୍ର ଯାଇକି ଦିନ ଧରି ଦେଇକି ଆସିଥିଲେ, କଥାବାର୍ତ୍ତା କରିକି ଆସିଥିଲେ, କନ୍ୟା ଠିକ୍ ଦେଲା। ଇଏ ପୁଣି ଏ ଅନ୍ୟ ନାୟକଙ୍କ କଥା ପଢ଼ିକି ମନା କରିଥିଲେ ଯେ ଦେଖ ରାକ୍ଷସୀ ଗଣ ହେଉଛି। ସେଇଦିନ ରାତିରେ ମାନେ ସେଠି ଦିନ ଧର ମାନେ ଏକ ପ୍ରକାର ଠିକ୍ ହେଇଗଲେଣି। ମୋର ସଡ଼ୁ ସେ ସ୍ୱର୍ଗତ ହେଲେଣି ଦୀନବନ୍ଧୁ ମିଶ୍ର। ସେଇ ରାତିରେ ସେଇ ସାଙ୍ଗେ ସାଙ୍ଗେ ଯାଇକି କଟକରେ ପହଞ୍ଚିବାକୁ କଟକ ବଙ୍ଗାଳୀ ସାହିରେ ଥାଏ। ଯାଇକି ପହଞ୍ଚିଲେ ଆଗରୁ ଜଣେ ଥିଲା ସେ ତାଙ୍କର ମାମୁଁ ଘରଟା ହେଉଛି ଆମ ଗାଁରେ। ତାକୁ କହନ୍ତି ଯୋଗ ଯାହା ହେବ ସିଏ ହେବ। ଯାଇକି ପହଞ୍ଚିଲେ ଗୋପାଳ ଆମେ କଥାବାର୍ତ୍ତା ଏମିତି ନାଁ ଧରାଯାଏ। ଗୋପାଳ ଏଇଆ ତମ ଦ୍ୱାରା କ'ଣ ଏଇଆ ସମ୍ଭବ ହେଲା? ମୁଁ ତୁମକୁ ଜାଣିଥିଲି ତ ତୁମେ ବଡ଼ ଯାହାକୁ ମଣିଷ କୁହନ୍ତି ସେ ମଣିଷ ସବୁ ଠିକ୍ଠାକ୍ କରିଦେଇକି ଆସିଛନ୍ତି, ଦିନ ଧରି ଦେଇକି ଆସିଛନ୍ତି, ମନା କରୁଛନ୍ତି। ସେ ଝିଅଟା କ'ଣ କରିବେ ମାନେ ଆତ୍ମହତ୍ୟା କରିବ ନା କ'ଣ କରିବ? ଆଉ କରିପାରିବନି ନା। କିନ୍ତୁ ବାଡ଼ୁଅ ପଡ଼ିକରି ରହନ୍ତି ନାହିଁ। ଆମେ ଯାହାକୁ ତାକୁ ଗୋଟେ ଦେଇଦେବୁ ସେ ରାଜି ହେଉନି, କ'ଣ କରିବା? ମୁଁ ଏ କଥା ସବୁ ନନା ଯାଇକି ଧରି ଦେଇକି ସବୁ ଆସିଛନ୍ତି, ମନା କରିଛନ୍ତି। କେହି ନ କଲେ ମୁଁ ଯିବି। କିନ୍ତୁ ଗୋଟିଏ କଥା, ଯେଉଁ ଦିନ କରାହେଇଛି ସେଇଦିନ ହେବ। ଆଉ ମୋତେ ଅନୁମତି ଦିଅ, ମୁଁ ଯାହା ପିନ୍ଧିଛି ନୂଆ ଲୁଗା ପିନ୍ଧିବିନି, ଏଇ ଲୁଗା ପିନ୍ଧିକି ଯିବି ହେବ ଯେଉଁଦିନ। ଆଉ ଦିନ ଗୋଟିଏ ଥାଏ ମାତ୍ର, ଗୋଟିଏ ଦିନ ଥାଏ। ମୁଁ ଯାଇ ପହଞ୍ଚିଲି। ଯେଉଁ ମନେ ପଡ଼ୁଛି ଆପଣଙ୍କ କଥାରେ ମନେ ପଡ଼ିଲା, ସେ ବର୍ଷାରେ ଗୋଟେ କ'ଣ ହେଉଥାଏ, କାହିଁକି ହଠାତ୍ ବର୍ଷା ହେଲା। ମୁଁ ଯାଇକି ଭିଜି ଭିଜି ପହଞ୍ଚିଲି। ନନାଙ୍କୁ ପଚାରିଲି କ'ଣ ଆପଣ ଖେଳିଲେ? କହିଲେ ଆପଣ କ'ଣ ମୋ ସାଙ୍ଗରେ ଏମିତି କଲେ? ଗୋଟେ ଆପଣ ଦିନ ଧରି ଦେଇକି ଆସିଛନ୍ତି, ସେଠି କେହି ନ କଲେ ମୁଁ ଯିବି ବାହାରିବି। ସେତେବେଳେ ସେଇ ଇଏ ଭିଣେଇ ଇଏ ଥାଏ, ସେ ମଧ୍ୟ ଥାଏ। ଯାହା ହଉ ଗୋଟେ ଯୋଗ କୁହନ୍ତି। ସେଇଠି ବାହାଘର ହେଲା, ସେଇଠି ଦିନ ହେଲା, ସବୁ ଗୋଟାଏ ଦିନ କ'ଣ ଏପଟ ସେପଟ କ'ଣ ହେଲା। ଏଇ ଯେଉଁ ମୋର ସ୍ତ୍ରୀ ମାମିର ମା ହେବେ, ସତ କଥା କହୁଛି, ମୁଁ ସେଠି ଭାରି ବିଗିଡ଼ିଛି। ଏ 10-17 ମାନେ ବେଦିକି ଯାଅ ଆମକୁ କେମିତି କରେ। ମୋର ଜଣେ ବନ୍ଧୁ ଥାନ୍ତି କେନ୍ଦ୍ରାପଦାରେ, ହାଇସ୍କୁଲର ଟିଚର ଥିଲେ, ସାଗର ଦାସ। ଏବଂ ସାଗର ଦାସ କେନ୍ଦ୍ରାପଦା ହାଇସ୍କୁଲର ହେଡ଼ମାଷ୍ଟର। ଦୀନବନ୍ଧୁ ମିଶ୍ର ଭଦ୍ରକ ହାଇସ୍କୁଲର କି ସ୍କୁଲ ଗୋଟେ ତା ପାଖରେ ଅଛି ଗୋଟେ, ସେଠି ତାଙ୍କ ଦୁଇ ଜଣ ଯାକ କଥାବାର୍ତ୍ତା ହେଲେ। ହଇ ଏମିତି କ'ଣ ଗୋଟେ କ'ଣ କଲ ଏମିତି କଲେ ନା, ତୁମେ ଗୋଟେ କାମ କରିବ, ଯେଉଁଦିନ ରହିଛି ସେଦିନ ଗୋପାଳ ଯାହା କହିବ ସବୁ ମାନିବ। ସେ କହିବ ଥରେ ଯିବି ବୈଦିକୁ ମାନିବ, ଖାଲି ହାତ ଗୋଟା ପଡ଼ିଶାରୁ ମୁଁ ଯିବି ତା ବାହାଘରକୁ ଯିବି।
ହାତ ଗୋଟି ପଡ଼ିବା ପର୍ଯ୍ୟନ୍ତ କିତା କଥା ସମସ୍ତେ ଡାକିବ, ସେ ଯାହା କହିବ ଠିକ୍ ସେୟା ହେଲା। ମୁଁ ଥରେ ଯାଇଛି ବେଦିକି, ହାତ ଗୋଟି ପଡ଼ି ସାରିଲା ପରେ ଆସ୍ତେ ଫେର୍ ଯେତେବେଳେ ଡାକିଲେ କ'ଣ ହୋମରେ ଗୋଟେ କ'ଣ କରିବା ପାଇଁ, ମୁଁ କହିଲି ମୁଁ ଏଥର ମୁଁ ଯାଇପାରିବିନି ମନେ କଲି, କାହିଁକି କୌଣସି ବାଟରେ ଭାଙ୍ଗି ଯାଉ, ମୁଁ ଚାହୁଁଛି କୌଣସି ବାଟରେ ଭାଙ୍ଗି ଯାଉ। ସାଗର ଥିଲା ସେଇଠି ତା ସାଙ୍ଗରେ କଥା, ମୋର ବନ୍ଧୁ, ବହୁତ ବନ୍ଧୁ, ମାନେ ଆତ୍ମୀୟ। ଶୁଣୁ ଗୋପାଳ ବହୁତ ଫାଷ୍ଟ କଲୁଣି, ହାତ ଗୋଟି ପଡ଼ି ସାରିଲା ପରେ କ'ଣ ଆଇନ ଅଛି ଜାଣିଛୁ, ତୁ ରଙ୍ଗ ଛଡ଼େଇ ଦେବୁ, ୟା ପରେ ଏମିତି ମାଡ଼ ହେବ ଯେ ତୁ ଗୀତ ଫୀତ ସବୁ ଛାଡ଼ିଯିବ, ଆଉ ଯାଇପାରିବୁନି, ଚାଲିପାରିବୁନି। ଚୁପ୍ କରି ବସ, ତୋତେ ଯାହା କହିବେ ତୁ ସେୟା କରିବୁ। ସାଗର ଏମିତି କହିଲା ପରେ ମୁଁ ଚୁପ୍ କରି ବସିଲି। କିଛି ଯୌତୁକ ଦେବେନି ବୋଲି କହିଥିଲି। ଖବରଦାର କିଛି ଗୋଟିଏ ପଦ କହୁନି, ଯୌତୁକ ନେବୁନି, କ'ଣଟା ହେଇଥିଲୁ ତୁ, ତାଙ୍କର ଯାହା ଦେବେ ଦେବେ, ତୁ ସେଥିରେ ତୁ କ'ଣ ମାଗୁଛୁ, ତୁ କ'ଣ ଯୌତୁକ ମାଗିକି ଦେଉଛୁ। ମୁଁ ଟିକେ ଯୌତୁକ ବହୁତ ଭଲ ପାଏ ନାହିଁ, ନାଇଁ ଯୌତୁକ ବହୁତ ନିଅ, ତୁ କ'ଣ ମାଗୁଛୁ, ସେ ତାଙ୍କ ଯେତିକି ପାରିବେ ଯାହା ଦେବ ଚାକିରି ଦେବେ, ତୋର ଚାକିରି ଦେବେ। ସେଇଠି ସେଇ ସମସ୍ତେ ଥାଆନ୍ତି ସେଇଠି କହିଲେ, ମୁଁ ତୁ ନେଇକି ବସିଲି। ସେ ସବୁ ଯୌତୁକ ଫୌତୁକ ଆଲମିରା ଫାଲମିରା ଧମକ ତା ପରଦିନ ସେମାନେ ପଠେଇଲେ, କି ଦିନକ ପରେ ପଠେଇଲେ, ସବୁ ବହୁତ ଦେଇଥିଲେ ଜିନିଷ, ଗହଣା ପତ୍ର ଇତ୍ୟାଦି ଇତ୍ୟାଦି। ତାକୁ କହନ୍ତି ଯୁଗ ବୋଲି ମୁଁ କହିଲି। ତାପରେ ମୁଁ ଯାହାକୁ ପାଇଥିଲି ସେ ମୋର ଭାଗ୍ୟକୁ ପରିବର୍ତ୍ତନ କରିଦେଇଥିଲେ। ମୋ ଭାଗ୍ୟ ସେ ଚାଲିଗଲା ପରେ ମୁଁ ସବୁ ଚାଲିଯାଇଛି, ଆଉ କିଛି ନାହିଁ, ମୋର ଘର ଦ୍ୱାରା କିଛି ନାହିଁ। ଘର ମାନେ ଏଡ଼େ ବଡ଼ ଘର କରିଥିଲି। ମୁଁ ବିବାହ ହେଇସାରିଲା ପରେ ମୋର ଯାହା କିଛି ହେଇଛି ବର୍ତ୍ତମାନ ଦେଖୁଛନ୍ତି ପରିବର୍ତ୍ତନ ହେଇଛି ବିବାହ ହେଇସାରିଲା ପରେ। ଏବେ ମୁଁ କହୁଥିଲି ମୋ ସ୍ତ୍ରୀର ଡାକ ନାଁ ଥିଲା ଫୁର୍ତ୍ତି ଏବଂ ତାର ଭଲ ନାଁଟା ହେଉଛି ଭଗବତୀ। ଭଗବତୀ ଆସିଲା ପରେ ମୋ ଘରଟା ଗୋଟେ ରଜା ଭଳିଆ ଘର ତିଆରି ହେଇଥିଲା, ଘର ବଢ଼ିଥିଲା, ଘର 2 ମହଲା ହେଇଥିଲା, ଇତ୍ୟାଦି ଇତ୍ୟାଦି ସବୁ ହେଇଥିଲା। ଏବଂ କେମିତି ହେଇଥିଲା କହିପାରିବେନି, ପିଲାମାନେ ସବୁ କରନ୍ତି। ପିଲାମାନେ ମୋର ଗୋଟେ ଅନୁଷ୍ଠାନ ଥିଲା ସ୍ୱରଶୃଙ୍ଗାର ବୋଲି, ସେତେବେଳେ ସେଠି 10-12 ଜଣ ପିଲା ରହୁଥିଲେ ସବୁବେଳେ, ସେମାନେ ସବୁ କାମ କରନ୍ତି, ସେମାନେ କରନ୍ତି। ମୁଁ ଗୋଟେ ରଜା ଭଳିଆ ଥିଲି ସେତେବେଳେ। ସେ ଭାଗ୍ୟରେ ପରିବର୍ତ୍ତନ ଯାହା ଆସେ ସିଏ, ଆଉ ସେ ଗଲା ପରେ ପୁଣି ସବୁ ଚାଲିଯାଇଛି। ଆଉ କଥା ତ୍ରିଭଙ୍ଗିମା ଠାଣି ଗো, ତ୍ରିଭଙ୍ଗିମା ବାଙ୍କ ଚୂଳ, ତ୍ରିଭଙ୍ଗିମା ଠାଣି ଗো, ଚାହାକି ଶୋଭା ଭିତଣୀ ମୁରଲି ପାଣି, ଚାହାକି ଶୋଭା ଭିତଣୀ। ভালে চোখে গোরচনা, ভালে গোরচনা চিত বঙ্কিমা চাহানি গো, ভালে গোরচনা চিত বঙ্কিমা চাহানি গো, ভুরু দিল কাম চাপ, ভুরু দিল কাম চাপ, ভুরু দিল কাম চাপ, ভুরু দিল কাম চাপ, নাসমতি মণি গো, নাসমতি মণি গো, চাহাকি শোভা মিতনি, মিতনি চাহা। তো
তনু নিন্দে নবঘন গো, তনু নিন্দে নবঘন, তনু নিন্দে নবঘন, ইন্দ্র নীলমণি গো, তনু নিন্দে নবঘন, ইন্দ্র নীলমণি গো, যাহা কি শোভা নিতণে নিতণে অনা, যাহা কি শোভা নিতণে নিতণে গো, যাহা কি শোভা নিতণে। ସଙ୍ଗୀତା ମୋ ଝିଅ, ସଙ୍ଗୀତା ମୋର ଗୋଟେ ରତ୍ନ। ସଙ୍ଗୀତା ପଣ୍ଡା ମୁଁ ଏବେ ନ ପାରୁଛି, ସେ ବହୁତ କରୁଛୁ ଏବେ ସେଇ ଆମ ନିଜସ୍ୱ ରାଗରାଗିଣୀ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଆବଶ୍ୟକତା ଯାହା ଦରକାର ସେ କରୁଛି। ବର୍ତ୍ତମାନ ମୁଁ ତ ବେଶୀ କିଛି କରୁନି, କିଛି କରୁନି ଏବେ। ବର୍ତ୍ତମାନ ସେ ଆଗେଇବା କାମ ତା ହେଉଛି ତା'ର, ସେ ଆଗେ ଦେଇଛି, ସେ ସବୁ କରୁଛି। ସବୁ ଦାୟିତ୍ୱ ଭଗବାନଙ୍କ ଦୟାରୁ ସେ କ'ଣ କରିଥାନ୍ତା ଅଲଗା କଥା। ଏତେ ପାଠ ପଢ଼ିଛି, ମାନେ ବିଦ୍ୟାର ଶେଷ ସମସ୍ତେ ଏମ୍ ଏ କରିଛନ୍ତି। ସବୁ ମୋର ଝିଅମାନେ ସମସ୍ତେ ଏମ୍ ଏ ଭଲ ଡିଭିଜନ୍ ରଖିକି ସବୁ କରିଛନ୍ତି। ଆଉ ମୋ ପରିଚୟ ସୃଷ୍ଟି, ମୁଁ ଯେତେବେଳେ ୟୁନିଭର୍ସିଟି ବାଣୀବିହାରିକି ବିଜେପି କଲେଜରେ ପଢ଼ୁଥିଲା ବେଳେ ମୁଁ ଯଦି କୌଣସି କାମରେ ଯାଏ, ମୋତେ ସେତେବେଳେ ଲାଜ ଲାଗେ ଯେତିକି ଏବଂ ଖୁସି ଲାଗେ ସେତିକି। ଏ ସଙ୍ଗୀତ ବାବାକୁ ଡାକ, ଏ ସଙ୍ଗୀତା ବାବା ଆସିଛନ୍ତି କି? ୟୁନିଭର୍ସିଟି ଗଲେ ସେମାନେ କହନ୍ତି ଏଇ ସଙ୍ଗୀତା ସରିତା, ମୋ ସାନ ଝିଅର ନାଁଟା ହଉ ସରିତା। ମୁଁ ଗୋପାଳ ପଣ୍ଡା ଯାଇଛି, ମୋତେ ମୋ ନାଁ ନ କେହି କହନ୍ତି ଏଇ ସରିତା ବାପା ଆସିଛନ୍ତି ଟିକେ ଡାକିଦିଅ। ଏ ବିଜେପି କଲେଜ କଲେ ଏ ସଙ୍ଗୀତା ବାପା ଆସିଛନ୍ତି, ଯାହା ହଉ ସେ ଭଲ ନାଁ ରଖିଛନ୍ତି, ମୋତେ ବଞ୍ଚେଇଛନ୍ତି। ମୋ ଦୁଇ ଝିଅ ସଙ୍ଗୀତା ଏବଂ ସରିତା, ଏବଂ ଏ କାମକୁ ସେଇମାନେ ଆଗେଇ ନେଇଛନ୍ତି। ଯେମିତି ଆମେ ଓଡ଼ିଶୀରେ ଆନ୍ଦୋଳିତ ଏବଂ ଉଲ୍ଲସିତ ଗମକୁ ଅଧିକ ପ୍ରୟୋଗ କରିବା, ଠିକ୍ ସେମିତି ହିନ୍ଦୁସ୍ତାନୀ ମଧ୍ୟ ଆମେ ଗାଉଛନ୍ତି। ମୁଁ ଜାଣିଛି ଭଲ ଭାବରେ ହିନ୍ଦୁସ୍ତାନୀ ଖଟକା ମାରିକି మగరి సని సగమ పగమ మగరి సని సగమ పగమ ଶୁଣି ଟିକେ କହ, ମୁଁ କେମିତି କହିବି? ମଗରି ସନି ସଗମ ପଗମ ମଗରି ସନି ସଗମ ପଗମ ଗମ ପନି ନି ଧା ଗମ ପନି ନି ଧା Mavagama 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 Sayama Pagama Magare Nisayama Pagama Pa Nisayama Pagama Pa Jajare Apana मंदिरवा जा जा रे अपने मंदिरवा जा जा रे अपने मंदिरवा सुनवा में मोरी सासन नदी जा सुन पावे मोरी सुन पावे मोरी सासन नदिया सुन पावे मोरी सासन नदी जा जा रे अपने मंदिरवा जा जा रे अपने मंदिरवा जा जा रे अपने मंदिरवा
सदा रंग तुमसे कहते हैं। छगन दिया का तुम हमसे छगन किया, जा जा रे अपने मंदिर जा जा रे अपने निजा ग म प म ग म प नि सा नि सा नि म नि दा प म ग म प म ग म ग रे सा, जा जा रे अपने नि नि दा प म प ग म प नि सा नि दा प म प ग म प म ग म ग रे सा रे नि सा ग म प जा रे। जो बोला कौन ठीक है गा मा गा मा गा मा गा रे सा नि सा गा मा गा मा नि सा गा मा प गा मा प गा मा प म गा म ग रे सा रे नि सा गा मा प गा म प नि सा प म नि सा गा रे सा नि सा सा नि दा प म प गा म प नि सा नि दा प म प गा म ग रे सा। जा रे अपने जा रे अपने जा जा रे अपने मंदिर एबे जो आंदोलन चली मु जो धारा देखी जाऊँगी एवं मु अनुभव कर लोक कहते से भल हो भल ठीक बाटे चली से हूँ ओडिया संगीत को शास्त्रीय मान्यता आने को हेले निजस्व शास्त्र आधारित निजस्व हिंदुस्तानी कर्नाटक जगह विष्णु थी शास्त्र थी से समय स्थिर होती सतरे शास्त्रीय मान्यता पाए स्वतंत्र शास्त्र सहित जो रागरागिणी स्वर प्रचलित हुए एक कथा कहूँ कहीं मु प्रथम जिते बड़े अंततः 150 वर्ष पूर्व केते 1800 केते कि 1900 केते बड़ौदा राजांकर अर्थ साहाय्य पंडित भातखंडे महाशय भारतीय संगीत को गोटे करने संगीत गोटे है भारतीय संगीत गोटे गोटे तो सहीटा ठीक भारतीय संगीत गोटे लोक जहाँ कह भारतीय संगीत मु जानी बड़ौदा राजांकर बही लिखाई ये बहीटा अच्छी संगीत का इतिहास भातखंड का लिखी कहीं पढ़ुना बोले भारतीय संगीत का इतिहास बोली भातखंडे निजे लिखिं यही घटना परवर्ती घटना से माने परवर्ती घटना कौन भारतीय संगीत चर्चा करने कर्नाटक संगीत 2-3 जन हिंदुस्तानी संगीत 2-3 जन आदि से बड़ौदा राजांकर आर्थिक साहाय्य आलोचना कले जे आम गोटे भारतीय संगीत गोटे करिया गोटे दृष्टि भल ये चिंता कर किंतु बही लिखिं से द्वारा रचित भारतीय संगीत का इतिहास बोली हिंदुस्तान जो रागरागिणी से प्रचलित होता पूर्व मुस्लिम काल समय अकबर समय से नामकरण से छाड़ापी चाहिए आम करूनी यहाँ हूँ सिद्धांत कर्नाटक जो रागरागिणी सब नाम परिवर्तन कि प्रचलित होती उदाहरण गोटे दूसरी
ହିନ୍ଦୁସ୍ତାନରେ ଯାହାକୁ କଲ୍ୟାଣ କହନ୍ତି, କନ୍ନଡ଼ରେ ତାକୁ କଲ୍ୟାଣୀ ବୋଲି କହନ୍ତି। କଲ୍ୟାଣ କଲ୍ୟାଣୀ, କର୍ଣ୍ଣାଟିକ ବାଲା କଲ୍ୟାଣୀ କହିବେ, ଇଏ କହିବେ କଲ୍ୟାଣ। ହିନ୍ଦୁସ୍ତାନୀ ସଙ୍ଗୀତ ପଦ୍ଧତିରେ ଯାହାକୁ ଦୁର୍ଗା ବୋଲି କହିବେ, ଉଦାହରଣ କେତେ ଦୁଇଟି ତିନିକୁ ଦେଉଛି, ସବୁଯାକ ଏମିତି, ସବୁଯାକ କର୍ଣ୍ଣାଟକ ହିନ୍ଦୁସ୍ତାନ ଏମିତି। ଇଏ ଯାହାକୁ ଦୁର୍ଗା କହିବେ ସେଟାକୁ ସୁଦଶାବରୀ କହିବେ। କର୍ଣ୍ଣାଟକ କହିବ ସୁଦଶାବରୀ, ହିନ୍ଦୁସ୍ତାନ କହିବ ଦୁର୍ଗା। ହିନ୍ଦୁସ୍ତାନରେ ଯାହାକୁ କହିବୁ ଭୀମପଲାସୀ କହିବେ, କର୍ଣ୍ଣାଟକରେ ତାକୁ ବଜ୍ରକାନ୍ତି ବୋଲି କହିବେ। ଏହିପରି ସ୍ୱର ସମାନ ଥିବ, ନାମ ପରିବର୍ତ୍ତନ ହେବ, ନାମ ପରିବର୍ତ୍ତନର ଶାସ୍ତ୍ର ମଧ୍ୟ ଥିବ। ଏମାନେ ଛାଡ଼ିଲେନି ତାଙ୍କ ନାଁକୁ, ତାଙ୍କ ଚିନ୍ତାଧାରାକୁ। ଉତ୍ତର ଭାରତ ଛାଡ଼ିଲାନି, ଆଉ ଦକ୍ଷିଣ ଭାରତ ମଧ୍ୟ ଛାଡ଼ିଲାନି। ସେ ଗୋଟେ ସେଇ ଦିନଠୁ ହେଲା ସ୍ୱତନ୍ତ୍ର ଭାବରେ କର୍ଣ୍ଣାଟିକ ହିନ୍ଦୁସ୍ତାନୀ। ମଙ୍ଗଳ ବୋଲି ଗୋଟିଏ ରାଗ ପୃଥିବୀରେ ଆଉ କେଉଁଠି ନାହିଁ, ନା ହିନ୍ଦୁସ୍ତାନରେ ନା କର୍ଣ୍ଣାଟକରେ। କିନ୍ତୁ ମୁଁ କାହିଁକି ମଙ୍ଗଳ କହିଲି, ଏକ ସ୍ୱତନ୍ତ୍ର ଶାସ୍ତ୍ର ଆମର ଅଛି। ଏବଂ ଜୟଦେବ ନିଜେ ମଙ୍ଗଳ ଗୁଜ୍ଜରେ ଗଣ ଗୀୟତେ ବୋଲି କହିଛନ୍ତି। ଶୀତ କମଳା କୋଚ ମଣ୍ଡଳ ଜୟଦେବ ଲେଖିଛନ୍ତି ତାଙ୍କ ଇଏରେ। ଆମେ ଜୟଦେବଙ୍କୁ ଓଡ଼ିଆ ବୋଲି କାହିଁକି କହୁଛନ୍ତି, ସେ ଯାହା ଲେଖିଛନ୍ତି ଅନ୍ୟ କେଉଁଠି ମିଶେନି କି ମିଶୁନାହିଁ, ସେ ହେଉଛି ସ୍ୱତନ୍ତ୍ର ଓଡ଼ିଆ। ଏଇ ଧାରା ଧରିକି ମୋର ଗୋଟେ ଉଦ୍ଦେଶ୍ୟ ଥିଲା, ବା ଜଗନ୍ନାଥଙ୍କର କୃପା, ତାଙ୍କ କାମ ସେ କରୁଛନ୍ତି, ମୁଁ ନିମିତ୍ତ ମାତ୍ର। ମଙ୍ଗଳ ଗୁଜ୍ଜରୀ ଗୋଟିଏ ରାଗ ପୃଥିବୀରେ ଅନ୍ୟ କେଉଁଠି ନାହିଁ। ଏବଂ ଜୟଦେବ ତାକୁ ଲେଖିଛି, ତାଙ୍କ ପ୍ରଥମ ଗ୍ରନ୍ଥ ହେଉଛି ଜୟଦେବ। ଜୟଦେବଙ୍କ ପୂର୍ବରୁ ଯାହା ଥିଲା ରାଗ ନଥିଲା, ଛନ୍ଦ ଥିଲା। ଆପଣ ଯେଉଁ ଜାଣିଛନ୍ତି ଅନୁଷ୍ଠୁପ ଛନ୍ଦ, ଅମିତ୍ରାକ୍ଷର ଛନ୍ଦ, ଏସବୁ ଛନ୍ଦ ସବୁ ଥିଲା। ଜୟଦେବ ହେଉଛନ୍ତି ପ୍ରଥମ ବ୍ୟକ୍ତି ଛନ୍ଦକୁ ରାଗ ନାମରେ ପରିଚିତ କରେଇଲେ। ଜୟଦେବ ହେଉଛନ୍ତି ପ୍ରଥମ ବସନ୍ତ ରାଗ। ଲଳିତ ଲବଙ୍ଗଲତା ପରିଶୀଳନ କୋମଳ ମଳୟସ ମେରେ ମଧୁକର ନିକର କରାମ୍ବିତ କୋକିଳ କୁଜିତ କୁନ। ଏ ହେଉଛି ଆମର ବସନ୍ତ ରାଗ। ଜୟଦେବ ଏଇ ବସନ୍ତ ଲେଖିଛନ୍ତି, ଏଇ ସ୍ୱର ଲଗାଇବା ପାଇଁ ଲେଖିଛନ୍ତି। ଏଇ ସ୍ୱରରେ, ଏଇ ଛନ୍ଦରେ, ଏଇ ତାଳରେ ସେ ଲେଖିଛନ୍ତି। ଏକ ତାଳେ ଗୀୟତେ, ଏକ ତାଳେ କହିଲେ ଚାରି ମାତ୍ରା ଗୋଟେ। ଏଇଟା ଆଉ ଏବେ କହିବା ଦରକାର ନାହିଁ, ସମସ୍ତେ ଜାଣିଛନ୍ତି। କିନ୍ତୁ ଆମେ ଯେଉଁ ବସନ୍ତ ଗାଉଛନ୍ତି ଏବେ, ନା ଛନ୍ଦ ଠିକ୍ ଅଛି, ନା ରାଗ ଠିକ୍ ଅଛି। ସେଇଟା ସେମାନେ ଭୁଲ ଗାଉଛନ୍ତି ମୁଁ କହିବିନି। ଗୋଟେ ଏମିତି ପଡ଼ିଯାଇଛି, ଯାହା ମାନେ ଆମେ ନିଜସ୍ୱ ଏଇଟାକୁ ଖୋଜି ନାହୁଁ। ଯେଉଁଦିନ ଆପଣ ଯେଉଁଦିନ ଖୋଜିବେ, ବୋଧେ ଆରମ୍ଭ ହେଲା ଆପଣଙ୍କ ଠାରୁ। ଓଡ଼ିଆ ଯେଉଁଦିନ ଚାହିଁବ ଓଡ଼ିଶା କେଉଁଟା, ଆମକୁ ଓଡ଼ିଶା ଯେମିତି ଆମେ ଲାଗିଛନ୍ତି ଗୋଟେ ଓଡ଼ିଆ ଇଏ ପାଇଁ, ଓଡ଼ିଆ ଯେଉଁଦିନ ଚାହିଁବ ମୋର କିଏ ସ୍ୱତନ୍ତ୍ର, ସେଦିନ ହେବ। ଏକଥା ମୁଁ ଆରମ୍ଭ କରିଦେଇଛି ଶାସ୍ତ୍ର ଦେଖିକି, କିନ୍ତୁ କାମ କରିବା ଲୋକ ଆପଣମାନେ କରିବେ। ଏବଂ ପ୍ରଥମ ବ୍ୟକ୍ତି କହୁଛି ଆପଣ। ଆପଣଙ୍କ ଭଳି ସମସ୍ତ ଯେତେବେଳେ ଓଡ଼ିଆ ଅଧିକାଂଶ ଲୋକ ଜାତୀୟ ପ୍ରେମ, ଜାତୀୟ ପ୍ରୀତି, ଜାତୀୟ ସ୍ୱାର୍ଥ, ଜାତୀୟ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ଚାହିଁବେ, ସେଦିନ ଓଡ଼ିଶା ଗୀତ ଶାସ୍ତ୍ର ହେବ। ମୁଁ ଏକଥା ସମସ୍ତ ଓଡ଼ିଶାବାସୀଙ୍କୁ, ଓଡ଼ିଆ ସଙ୍ଗୀତଜ୍ଞମାନଙ୍କୁ, ସଙ୍ଗୀତର ପ୍ରେମୀମାନଙ୍କୁ, ଶାସ୍ତ୍ରକାରମାନଙ୍କୁ ନିବେଦନ କରୁଛି, ପ୍ରାର୍ଥନା କରୁଛି। ଏବଂ ମୋର ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିବି, କ'ଣ କରିବି, ଅନୁରୋଧ କରୁନି, ତାଙ୍କୁ ପ୍ରେରଣା ଦେଉଛି। ଏବଂ ଏକ ପ୍ରକାରରେ ନିଜସ୍ୱ ଶାସ୍ତ୍ରୀୟ ସଙ୍ଗୀତ
रो सुरक्षा पे सबू ओडिशी जो मैंने गाँव ओडिया छात्र छात्री से मैंने टिके जत्नवान हे जेपर्यंत ओडिया न खोज ओडिशार निजस्व शास्त्र रागरागिणी कौन ताको आनिक देव किए से गोटे प्रश्न होता राज्यसभा ना कौन ना दिल्ली ये प्रश्न होता ओडिशा संगीत शास्त्री ये कहीं का से देवे नहीं यहाँ सत कथा आम जो आम दाबी को उपस्थापन करिया ठीक बाटे मुझे कॉलेज चाकरी था से हठात चाकरी की ड्यूटी कौन जी मुझे जगन्नाथ यहाँ सत कथा जगन्नाथ पाक जाइली जगन्नाथ को जाकि ये कहती प्रभु मोर इच्छा एमती हूँ ओडिशी संगीत आपणकर मु तो किसी प्रमाण पाइली शास्त्र इत्यादि सब गायनर शैली पाइली आपण कृपा करतु ओडिशी संगीत को शास्त्रीय बंदित बाट आपण बाहर करतु मुझे को निवेदन कर सत कथा कहीदे ना मुझे दर्शन करने आसबि या कहती जगन्नाथ मैंने मन पड़े कौटी कही कौटी ठिया कही केमी जाइली छुट्टी कर कहीं जाइली छुट्टी कर चलीगली ए मोर सब हूँ जगन्नाथ प्रेरणा से ही मुझे कह सत कथाटे ऑफिस जीवन कथा कॉलेज भावुचे सियाड़े जाए चलीगली जगन्नाथ को जहाँ कही कौन कहि या कहीकि आसती एवं ये जो बाट मत देखी जहाँ जहाँ पाँच से करूनी केबे मु कहबी मु कर जगन्नाथ को ये कौट शास्त्र मु किए जगन्नाथ माने चाहिए देखती ये प्रेरणा मोर से एवं माँ सरस्वती जो पिला गुड़िक मत मो पाखे सब शिखी से माने मोर संबल से माने अंतत मुझे टिके जहाँ चाहूँगी जदि चाहते जे आम ओडिशार निजस्व रागरे गायबू एवं ओडिशी संगीत को शास्त्रीय मान्यता आणबू यही प्रकार गोटे यदि मानसिक स्तर में स्थिर कर कम लगते तो ओडिया भाषा ओडिशी संगीत ठीक स्तर जाकि विश्व में सम्मान पाता है। हाँ सी तो कंट्रीब्यूट करेंगे बोली आरंभ करनथिले प्रकृत में गवेषणात्मक जिनस आरंभ करते जहाँ तांको गुरु माने तांको निर्देश देते आउ से हिंदुस्तानी रे जिते पूरा दक्ष होइकी एठी आसले ओडिसी रे पसिले चाकरी कला परे ओडिसी रो डेप्थ को जिते धीरे गले से गवेषणा जिनस आरंभ है से गवेषणाटा को सी माने ही स्टार्टेड डिस्कवरिंग थिंग्स से कंट्रीब्यूट करेंगे कि कंट्रीब्यूटेड है इट्स द आफ्टरवर्ड्स थिंग किंतु सी जिनसटा को धीरे धीरे एक्सप्लोर करने चाहूले आ से दिगरे ही आम प्राय मु कहूँ आम बहुत छोट बेलू आम राति 4-5 देखिथु से आरंभ कर देते लिखा पुणी आम राति जो शोवाक जाऊ से टेबुल था तेणु आम सारा जीवनटा संगीत ठू अलग केवे देखिनु आ जहाँ कहती कर्मर फल मिले तेणु तांकर से जिनस आज ओडिसी संगीत को निश्चित भावे सुदृढ़ कर आगु को मध्य आउ सी जहाँ ओडिसी संगीत को देइचंती ताहा भविष्यत निश्चय दिने ना दिने आदर करिब सम्मान देव आउ ता पई गर्व मध्य करिब आरंभरू तो बहुत गुड़े माने धीरे धीरे जेमती गवेषणा तांकर जेमती बढ़ी बढ़ी गला सेमती बहिर कंटेंट्स कहतु तार तथ्यभित्तिक डेप्थ कहतु तार कोर माने कोर कंटेंट्स सब बढ़ला ओडिसी मंजरी राग मंजरी रु आरंभ होता छोट छोट अल्प अल्प छोट छोट रागर संबंधी तथ्य थिला तांकर एबे मुख्य बही है ओडिया रे से कले जोटा राग दर्पण ओडिसी राग दर्पण से आम ओडिसी संगीतर पारंपरिक राग रागिणी जहाँ आम परंपरा रे बहुत दिन रु अच्छी किंतु लिखित भावे लोकलोचन को आसी पार नथिला से दिगरे से बहीटी लिखले जो थे कि पुराणार गीत मानकर सब तथ्य देकी
तार ताकू मेंशन करके कौ राग कौ पुराणा गीत अच्छी कौ राग अच्छी से राग केमती आउ आजिकालिका पिला मानकू जमती सुविधा हम से आरोहर आलाप टिके दे गीतर नोटेसन करी आकू कले तापरे परे ताकू जेतले बहुत लोक कहले जे आपनकर ए प्रकार काम को खाली ओडिशा भितर रखले केमती हम ओडिया लोक तो खाली जानना ओडिसी की बाहर को नबा कले ताकू हिंदी इंग्लिश रे करबा भी निहाती दरकार सेतले से प्रथम थर करी माने से पर्यंत कौन हिंदी रे बही काम आरंभ हो नाला से किंतु सेतबेले से साहस करते केते जनक तांको पिलांको साहाय्य नै डॉक्टर कीर्तन नारायण पारी हंतु तीर्थानंद महांती हंतु आ तांकर रोजालिन दास वैकुंठ सतपथी विशेष करिकी मोर भाई जितेंद्र पंडा तापरे आमे माने सरिता संगीता आमे दी भौणी आमको से सब कम लगे अवश्य से आमे भी आज किसी दक्षता लाभ करूँ से रागुलु दिन ना राति ना डाकिदेवे बस लेख जिते जहाँ मुंड को आसला लेख तर किसी समय ज्ञान से कि नाला आताप सबुठ बड़ कंट्रीब्यूशन थिला मो माँ जिते बही होती सबुठ कष्ट से सही मो माँ कारण से लेखेनी पढ़ेनी किंतु तांको 100% सहयोग जोगेबा खाइबा पीवा देह से देह कौन जानते से कौन पिंधती जानते कौन खाती जानते मो बाबा गोटे पानी ग्लास उठेकी कौटी रखा गले पचारे कौट थोबी बोली पचारुवे से साधारण जोटा ज्ञान नाला किंतु बही खाता गवेषणा बहुत स्टूडेंट भी से बहुत हेल्प कर शेष बहीटी जोटा माइलस्टोन आम जोटा कहवा ओडिसी राग रत्नावली से कोर रागस ऑफ ओडिसी भोकाल कहले तथ्यभित्तिक शास्त्र सम्मत राग गुड़िक जोड़ा आमर शास्त्र रे मेंशन होती ए राग कौ प्रकार स्वर रहिबो तार श्लोक कौन ताकू आजिकार थाट मेल संबंध में प्रतिष्ठा कले केमती स्वर हम से सब राग को नहीं आसले जोटा कि मुझे आपको कहे आम जिते भी बाहर जाइचु आउ ए संबंधी गीत आउ ए बहिर तथ्य देकी गाइचु ताकू बहुत बहुत ताकू एनकरेजमेंट मिली आ बहुत माने प्रेस्टिजियस इश्यू जोड़ा कहती फॉर ओडिसी म्यूजिक सेटा आम से बही थ्रू रे पाइचु जे एते बढ़िया एते भल रे मुझे आपको कहे एबे तिरुपति रे थरे बही नहीं कि गीत कि आम गाइलु से जड़े मत टैग देले गोटे कोटेशन देले जे पंडित जी ने भातखंडे के जैसा काम कर दिया है ओडिसी वोकल के लिए ओडिसी म्यूजिक के लिए जैसे भातखंडे ने एक ग्रामर करके हिंदुस्तानी को खड़ा कर दिया ये उसी लेवल का काम है इसको जरूर सराहना मिलेगा और ये जरूर ये काम होगा तेणु से माइलस्टोन थिला तापर आउ राग संबंधी बही लेखा है तापर गीत गोविंद लेखाई गीत गोविंदर 24 जाक राग ओरिजिनल जयदेवंकर जो मेंशन होता जो राग जो ताल से जी पारिचंती से सब राग को कलेक्शन करके शास्त्र नहीं ताकू स्वरलिपि करिचंती से भी बहुत माने मु कहबी से अवदान ओडिया पाई ओडिसी म्यूजिक पाई बहुत बड़ ये आमर ओडिसी जो गीत गोविंद बहुत एस्टाब्लिश हो सारी नॉट ओनली ओडिशा किंतु जयदेवंकर स्वतंत्र राग रागिणी थाई अनुवाद क्रमे स्वरलिपि क्रमे तांकर बही आ रिसेंटली आम ताको हिंदी रे कलु बहुत गवेषणात्मक पिला माने चाहिए जे ताको केमती आम पढ़ी पारिबु गीत गोविंद जेहेतु एटा भास्ट बहुत वर्ल्ड पे तेणु एबे लास्ट काम होइछि गीत गोविंदर अनुवाद स्वरलिपि अनुवाद हिंदी रे किछि काम करिया पे लोक को टिके सहानुभूति बा श्रद्धा बा टिके सम्मान पाइले से आगो बढ़ती एवं अनुरोध करी समस्त को सबू अनुष्ठान गुड़िक यही प्रकार कार्य बढ़े पारते ताले आहरी लेखक आहरी गवेषक एमाने बाहरते व्यक्तिगत भाव कहि समस्त को अनुष्ठान माने यही मान को उत्साहित करने टिके सम्मानित करते जड़े लेखक बा गायक कि नर्तकी एमाने अर्थ तो जहाँ पाती से अलग कथा किंतु टिके सम्मान देले टिके सम्मान देले टिके ताली दीटा पाइले ताठार अर्थ ठार अधिक खुशी हती मुझे अनुभव कर मनुष्य काम करे मु भावी बंची रही कौन ना कमाइबा काम करे नहीं मु समस्त मुझे समस्त मोर काम कर ग्रहण कर न करवा साधारण जनता का ऊपर निर्भर मु केवल एतिकी सांत्वना एवं एतिकी अनुरोध करी लोक कौन
ପାଇବ ଆଶା ନ କରି କାମ କରିବା ଉଚିତ ହେଉଛି। ମୁଁ ବୋଧେ ଭାବୁଛି ସମସ୍ତଙ୍କର ଏଇ ପ୍ରକାର ମନ, ସେ କୌଣସି ପାଇବାକୁ ଆଶା ନ କରି କାମ କରିବାକୁ ଅଧିକ ଭଲ ପାଆନ୍ତି ବା ପାଇବା ଉଚିତ। ଆମ ପାଠ କହୁଛି ଗୋଟିଏ ମନୁଷ୍ୟ କେବେ ସେ ତୃପ୍ତି ପାଆନ୍ତି। ମୁଁ ସବୁ ମୁଁ ଯଦି ହଉ କେତେବେଳେ ମଣିଷ ଜୀବନରେ କୁହାଯାଏ ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ, ଏଇଟା ଗୋଟେ ସାଧାରଣ କଥା। କାହା ଜୀବନରେ କେଉଁଠି ମୋ ଭଳିଆ ଟିକେ ଦୁଃଖ ଆସୁଥିବ, ସୁଖ ଆସୁଥିବ, ସମସ୍ତଙ୍କ ଜୀବନରେ ମଧ୍ୟ ଏହା ନିଶ୍ଚିତ ଅଛି। ସୁଖ ଦୁଃଖ ମିଶି ସଂସାର, ଏବଂ ସଂସାରୀ ଯିଏ ବଞ୍ଚିବ, ଯିଏ ବଞ୍ଚିଛି, ଯିଏ ବଞ୍ଚିବ ଏବଂ ଏମିତି ବଞ୍ଚିବା ଉଚିତ ମଧ୍ୟ। ସୁଖ ଦୁଃଖ ସହିତ ବଞ୍ଚିବା ଉଚିତ। ମୁଁ ଅଧିକ ଆଶା କରୁନି। ଅଧିକ ଦେବା ଲୋକ ଜଗନ୍ନାଥ ଦେବେ। ମୁଁ ଯଦି ଆହୁରି ଅଧିକ ପାଇବାର ଥିବ ମୁଁ ପାଇବି, ତାକୁ କେହି ବନ୍ଦ କରିବନି। ତୁ ଯାହା ପାଇଛି ମୁଁ ତ ଖୁସି, କିଛି ଅସୁବିଧା ନାହିଁ। ଆଉ ସମସ୍ତଙ୍କୁ ମଧ୍ୟ ଇଏ କହିବି, ଦେବା ଲୋକ କେବଳ ଜଗନ୍ନାଥ, ଆମେ କାମ କରିବା ଲୋକ। ଯିଏ କାମ କରୁଛନ୍ତି ଯେଉଁ ଦିଗରେ, ଆପଣଙ୍କୁ ମଧ୍ୟ କହିବି, ଆପଣଙ୍କ ଦିଗରେ ଆପଣ ଯେଉଁ କାମ କରୁଛନ୍ତି କାମ କରିଚାଲନ୍ତୁ। ଦେବା ଲୋକ ଉପରବାଲା। जप तप साधना कछु नहीं लागत, खर्चत नहीं गठरी बजो रे भैया, खर्चत नहीं गठरी बजो रे भैया। राम गोविंद हरि हरि बजो रे भैया। राम गोविंद हरि, 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 राम गोविंद हरि भजोरे भैया। राम गोविंद हरि भजोरे भैया। राम गोविंद हरि, राम गोविंद हरि, राम गोविंद हरि, राम गोविंद हरि, राम गोविंद हरि भजो रे भैया। राम गोविंद हरि भजो रे भैया। राम भजो रे भैया। राम भजो रे भैया। राम गोविंद हरि, राम गोविंद हरि, गोविंद हरि, हरि हरि।